ମୋର ଚରଣ କମଳରେ ଶତକୋଟି ପ୍ରଣାମ ଜଣାଇ ଜଳେଶ୍ୱର ଉଦାରତା ଗ୍ରୁପ ଅନଲାଇନ ସ୍ୱାଧ୍ୟାୟ କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି ଆପଣମାନଙ୍କୁ। ଶ୍ରଦ୍ଧାରେ ରଖିବେ ପୂଜ୍ୟ ସୁଭାଷ ଭାଇ। ଯୋଗ ରୂପାନ୍ତର ସାଧନା ଉପରେ ତାଙ୍କର ଶ୍ରଦ୍ଧା ଆମେ ଶୁଣିବା। ଭାଇ ବହୁତ ସୁନ୍ଦର ସହଜ ସରଳ ଭାଷାରେ ଆଲୋଚନା ରଖନ୍ତି। ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ ଆଜିର ଅଧ୍ୟାୟକୁ। ଆଜିର ଅଧ୍ୟାୟ ଆରମ୍ଭ କରିବା ପୂର୍ବରେ ଆମେ 2 ମିନିଟ ମାଙ୍କର ଅର୍ଗାନ ମ୍ୟୁଜିକ ସହିତ ନୀରବ ଧ୍ୟାନ କରିବା। 2 ମିନିଟ ମାଙ୍କର ଅର୍ଗାନ ମ୍ୟୁଜିକ ସହିତ ନୀରବ ଧ୍ୟାନ। ପୁଣି ଥରେ ସ୍ୱାଗତ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଣାମ। ବର୍ତ୍ତମାନ ମୁଁ ଅନୁରୋଧ କରୁଛି ଦୁର୍ଗା ସ୍ତୋତ୍ର ପଠନ କରି ଶୁଣେଇବେ ଆମର ପ୍ରିୟ ଅଞ୍ଜନା କର ଅପା ଜଳେଶ୍ୱର ଦୁର୍ଗା ସ୍ତୋତ୍ର ପଠନ କରି ଶୁଣେଇବେ। କରୁଣାମୟୀ ମା ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ମୋର ଅନନ୍ତ କୋଟି ପ୍ରଣାମ ଜଣାଉଛି। ପାଠଚକ୍ରରେ ଯୋଗ ଦେଇଥିବା ସମସ୍ତ ଭାଇମାନଙ୍କୁ ମୋର ଆନ୍ତରିକ ପ୍ରଣାମ। ଆମର ପ୍ରିୟ ଶ୍ରାବଣୀ ଅପାଙ୍କୁ ମୋର ଆନ୍ତରିକ ପ୍ରଣାମ। ସମ୍ମାନୀୟ ସୁଭାଷ ଭାଇଙ୍କୁ ପ୍ରଣାମ। ଦୁର୍ଗା ସ୍ତୋତ୍ର। ମାତଃ ଦୁର୍ଗେ ସିଂହ ବାହିନୀ ସର୍ବଶକ୍ତି ଦାୟିନୀ ମାତଃ ଶିବ ପ୍ରିୟେ ତୋର ସତ୍ୟଂଶ ଜାତ ଆମ୍ଭେମାନେ ଭାରତ ବର୍ଷର ଯୁବକ ଗଣ ତୋର ମନ୍ଦିରରେ ଆସୀନ ପ୍ରାର୍ଥନା କରୁଛୁ। ଶୁଣ ମାତଃ ଏହି ଭାରତ ବର୍ଷ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମାତଃ ଦୁର୍ଗେ ଯୁଗେ ଯୁଗେ ମାନବ ଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋର ହିଁ କାର୍ଯ୍ୟ କରି ତୋ ଆନନ୍ଦ ଧାମରେ ଫେରି ଯାଉ। ଏଥର ବି ଜନ୍ମ ହୋଇ ତୋରି କାର୍ଯ୍ୟରେ ହିଁ ଆମ୍ଭେମାନେ ବ୍ରତୀ। ଶୁଣ ମାତଃ ଏହି ଭାରତ ବର୍ଷ ଆବିର୍ଭୂତ ହୁଅ ସହାୟ ହୁଅ। ମାତଃ ଦୁର୍ଗେ ସିଂହ ବାହିନୀ ତ୍ରିଶୂଳ ଧାରିଣୀ ବର୍ମ ଆବୃତ ସୁନ୍ଦର ଶରୀରରେ ମାତଃ ଜୟଦାୟିନୀ ତୋ ପ୍ରତି ଭାରତ ରହିଅଛି ତୋର ସେଇ ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ। ଶୁଣ ମାତଃ ଏହି ଭାରତ ବର୍ଷ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମାତଃ ଦୁର୍ଗେ ବଳଦାୟିନୀ ଜ୍ଞାନଦାୟିନୀ ପ୍ରେମଦାୟିନୀ ଶକ୍ତି ସ୍ୱରୂପିଣୀ ଭୀମେ ସୌମ୍ୟ ରୌଦ୍ର ରୂପିଣୀ ଜୀବନ ସଂଗ୍ରାମୀ ଭାରତ ସଂଗ୍ରାମୀ ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ। ଦିଅ ମା ପ୍ରାଣେ ମନେ ଅସୁରର ଶକ୍ତି ଅସୁରର ଉଦ୍ୟମ ଦିଅ ମା ହୃଦୟରେ ବୁଦ୍ଧିରେ ଦେବ ଚରିତ୍ର ଦେବ ଜ୍ଞାନ।
ମା ତହ ଦୁର୍ଗେ ଜଗତ ଶ୍ରେଷ୍ଠ ଭାରତ ଜାତି ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା। ତୁ ହିଁ ମାତ ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ। ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା। ଆଲୋକ ବିସ୍ତାର କର ମା ତହ ତିମିର ବିନାଶ କର। ମା ତହ ଦୁର୍ଗେ ଶ୍ୟାମଳା ସର୍ବ ସୌନ୍ଦର୍ଯ୍ୟ ଅଳଙ୍କୃତା। ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମି। ତୋର ବିଭୂତି ଆଜି ପର୍ଯ୍ୟନ୍ତ ଶକ୍ତି ସଂହରଣରେ ଆତ୍ମଗୋପନ କରିଥିଲା। ଆଗତ ସେହି ଯୁଗ ଆଗତ ସେହି ଦିନ ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି। ଆସ ମା ତହ ଏହି ଭାରତ ବର୍ଷେ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମା ତହ ଦୁର୍ଗେ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବରେ ଉପଯୁକ୍ତ ହେଉ। ହେ ମା ତହ ବିନାଶ କର କ୍ଷୁଦ୍ରତା ବିନାଶ କର ସ୍ୱାର୍ଥ ବିନାଶ କର ଭୟ। ମା ତହ ଦୁର୍ଗେ କାଳୀ ରୂପିଣୀ ମୁଣ୍ଡ ମାଳିନୀ ଦିଗମ୍ବରେ କୃପାଣ ପାଣି ଦେବୀ ଅସୁର ବିନାଶିନୀ। କ୍ରୂର ନିନାଦରେ ଅନ୍ତସ୍ତରୀକୁ ବିନାଶ କର। ଗୋଟିଏ ବି ଯେପରି ଆମ୍ଭମାନଙ୍କ ମଧ୍ୟରେ ଜୀବିତ ରହି ନପାରେ। ବିମଳ ନିର୍ମଳ ଯେପରି ହେଉ ଏହି ପ୍ରାର୍ଥନା ମା ତହ ପ୍ରକାଶ ହୁଅ। ମା ତହ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ର ସହାୟତାରେ ମ୍ରିୟମାଣ ଭାରତ। ହେ ମା ତହ ଆମ୍ଭମାନଙ୍କୁ ମହତ୍ କର ମହତ୍ ପ୍ରୟାସୀ କର ଉଦାର ଚେତା କର ସତ୍ୟ ସଂକଳ୍ପ କର। ଯେପରି ଆଉ ଅଳ୍ପାଶ୍ରୀ ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହେଉ। ମା ତହ ଦୁର୍ଗେ ଜଗ ଶକ୍ତି ବିସ୍ତାର କର ଆମ୍ଭେ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ। ଆମ୍ଭମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା ଚରିତ୍ର ମେଧା ଶକ୍ତି ଶ୍ରଦ୍ଧା ଭକ୍ତି ତପସ୍ୟା ବ୍ରହ୍ମଚର୍ଯ୍ୟ ସତ୍ୟ ଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ଭେ ପ୍ରକାଶ ହୁଅ। ମା ତହ ଦୁର୍ଗେ ଅନ୍ତଃସ୍ତରୀକୁ ସଂହାର କରି ବାହାରର ବାଧାବିଘ୍ନ ନିର୍ମୂଳ କର। ବଳଶାଳୀ ପରାକ୍ରମୀ ଉନ୍ନତ ଚେତା ଆର୍ଯ୍ୟ ଜାତି ଭାରତର ପବିତ୍ର କାନନେ ଉର୍ବର କ୍ଷେତ୍ରେ ଗଗନ ସହଚର ପର୍ବତ ତଳେ ପୂତ ସଲିଲା ନଦୀ ତୀରେ ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃ ଚରଣରେ ଏହା ହିଁ ପ୍ରାର୍ଥନା ମା ତହ ପ୍ରକାଶ ହୁଅ। ମା ତହ ଦୁର୍ଗେ ଆମ୍ଭମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର। ଆମ୍ଭେମାନେ ହୋଇ ଉଠିବୁ ତୋର ଯନ୍ତ୍ର ଅଶୁଭ ବିନାଶୀ ତୋର ବାରି ଅଜ୍ଞାନ ତିମିର ବିନାଶୀ ପ୍ରଦୀପ। ହେ ମା ତହ ଭାରତର ଯୁବକ ଗଣଙ୍କର ଏହି ବାସନା ପୂର୍ଣ୍ଣ କର। ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ ଅଶୁଭ ହନ୍ତ୍ରୀ ହୋଇ ତରବାରୀ ଘୁରାଅ। ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର ପ୍ରକାଶ ହୁଅ। ମା ତହ ଦୁର୍ଗେ ତତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ। ଶ୍ରଦ୍ଧା ଭକ୍ତି ପ୍ରେମର ଡରରେ ବାନ୍ଧି ରଖିବୁ। ଆସ ମା ତହ ଆମ୍ଭମାନଙ୍କ ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ। ବୀର ମାର୍ଗ ପ୍ରଦର୍ଶିନୀ ଆସ ଆଉ ବିସର୍ଜନ କରିବୁ ନାହିଁ। ଆମ୍ଭମାନଙ୍କର ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ମାତୃ ପୂଜା। ଆମ୍ଭମାନଙ୍କର ସକଳ କାର୍ଯ୍ୟ ବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃ ସେବା ବ୍ରତ ହେଉ। ଏହା ହିଁ ପ୍ରାର୍ଥନା ମା ତହ ଭାରତରେ ଆବିର୍ଭୂତ ହୁଅ ପ୍ରକାଶ ହୁଅ ମା ପ୍ରକାଶ ହୁଅ ମା ପ୍ରକାଶ ହୁଅ। ମା 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 ବନ୍ଦେ ମାତରମ୍। ଧନ୍ୟବାଦ ଆପା, ଆନ୍ତରିକ ଧନ୍ୟବାଦ ଆପଣଙ୍କୁ। ବହୁତ ସୁନ୍ଦର ଭାବରେ ଦୁର୍ଗା ସ୍ତୋତ୍ର ଆପଣ ଆବୃତ୍ତି କରି ଶୁଣେଇଲେ, ମାଙ୍କର ପାଦ ପଦ୍ମରେ ରଖିଲେ। ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଅପା, ପ୍ରଣାମ। ବର୍ତ୍ତମାନ ମୁଁ ଅନୁରୋଧ କରୁଛି ସରୋଜିନୀ ନନ୍ଦ ଅପା ସମ୍ବଲପୁର, ସରୋଜିନୀ ନନ୍ଦ ଅପାଙ୍କୁ ଅନୁରୋଧ କରୁଛି ଧ୍ୟାନ ପ୍ରାର୍ଥନା ପୁସ୍ତକରୁ ଜୁନ 20ର ଅଧ୍ୟାୟଟି ପଠନ କରି ଶୁଣେଇବେ। ସରୋଜିନୀ ନନ୍ଦ ଅପା ସମ୍ବଲପୁର। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଅନଲାଇନରେ ଯୋଗ ଦେଇଥିବା ସମସ୍ତ ଉପାଧ୍ୟାୟମାନଙ୍କୁ ମୋର ନମସ୍କାର। ଧ୍ୟାନ ଓ ପ୍ରାର୍ଥନା ଜୁନ 20, 1914। ରୂପାନ୍ତର କାର୍ଯ୍ୟ ତତେ ପୂର୍ଣ୍ଣ କରିବାକୁ ହେବ। ଯେଉଁ ପଥରେ ଚାଲିବାକୁ ହେବ ତାହାର ନିର୍ଦ୍ଦେଶ ତତେ ହିଁ ଦେବାକୁ ହେବ ଏବଂ ସେହି ପଥ ଧରି ଶେଷ ପର୍ଯ୍ୟନ୍ତ ଚାଲିବାକୁ ଶକ୍ତି ମଧ୍ୟ ତୁ ଦେବୁ। ହେ ଭଗବାନ, ସକଳ ପ୍ରେମର ସକଳ ଆଲୋକର ଉତ୍ସ ତୁ। ଆମେ ତତେ ତୋର ସ୍ୱରୂପରେ ଜାଣିପାରୁନାହିଁ ସତ, ତଥାପି ତତେ କ୍ରମଶଃ ଅଧିକରୁ ଅଧିକ ପୂର୍ଣ୍ଣ
ଓ ସର୍ବାଙ୍ଗୀନ ରୂପେ ଆମେ ପ୍ରକାଶ କରିପାରୁ। ଚିନ୍ତା ଦ୍ୱାରା ଆମେ ତୋ ନିକଟରେ ପହଞ୍ଚି ପାରୁ ନାହିଁ ସତ, କିନ୍ତୁ ଗଭୀର ନୀରବତା ଭିତରେ ତୋ ଆଡକୁ ଆଗେଇ ଯାଇପାରୁ। ହେ ଭଗବାନ, ତୋର ଅପରିମେୟ ଦାନକୁ ତୋତେ ପୂର୍ଣ୍ଣ କରିବାକୁ ହେବ। ଯେତେ ଦିନ ପର୍ଯ୍ୟନ୍ତ ଆମେ ତୋର ବିଜୟ ହାସଲ କରିନାହୁଁ, ସେତେ ଦିନ ପର୍ଯ୍ୟନ୍ତ ତୋତେ ଆମକୁ ସାହାଯ୍ୟ କରିବାକୁ ହେବ। ସେହି ଯଥାର୍ଥ ପ୍ରେମ ଜନ୍ମ ଲାଭ କରୁ, ଯାହା ସକଳ ଦୁଃଖ ପୋଛି ଦିଏ। ସେହି ଅତଳ ଶାନ୍ତି ପ୍ରତିଷ୍ଠା କର, ଯାହା ମଧ୍ୟରେ ରହିଛି ଯଥାର୍ଥ ଶକ୍ତି। ସେହି ପରମ ଜ୍ଞାନ ପ୍ରଦାନ କର, ଯାହା ସକଳ ଅନ୍ଧକାର ଦୂର କରେ। ଅତଳ ଗଭୀରତାରୁ ଏହି ଅତି ବାହ୍ୟ ଦେହ ପର୍ଯ୍ୟନ୍ତ ସର୍ବତ୍ର ସକଳ କ୍ଷୁଦ୍ରତମ ଉପାଦାନ ମଧ୍ୟରେ ବି ତୁ ପ୍ରବାହିତ, ତୁ ଜୀବନ୍ତ, ତୁ ସ୍ପନ୍ଦିତ, ତୁ ହିଁ ସବୁ କିଛିକୁ ସଚଳ କରିଛୁ। ଆଉ ବର୍ତ୍ତମାନ ଏହି ସମଗ୍ର ସତ୍ତା ଏକ ଓ ଅଖଣ୍ଡ ହୋଇଯାଇଛି। ଅନନ୍ତ ରୂପୀ ଅଥଚ ପୂର୍ଣ୍ଣ ସଙ୍ଗତ ଏକ ଅଦ୍ବିତୀୟ ଅପ୍ରତିହତ ସ୍ପନ୍ଦନରେ ଅନୁପ୍ରାଣିତ, ତାହା ତୁହିଁ ମା। ବନ୍ଦେ ମାତରମ୍। ଧନ୍ୟବାଦ ଅପା, ଆନ୍ତରିକ ଧନ୍ୟବାଦ ଆପଣଙ୍କୁ। ପ୍ରଣାମ। ବର୍ତ୍ତମାନ ମୁଁ ଅନୁରୋଧ କରୁଛି ପୂଜ୍ୟ ସୁଭାଷ ଭାଇ ତାଙ୍କର ଆଲୋଚନା ରଖିବେ। ଭାଇଙ୍କୁ ଅନୁରୋଧ, ଭାଇ ତାଙ୍କର ଆଲୋଚନା ରଖିବେ। ପୂଜ୍ୟ ସୁଭାଷ ଭାଇ ଭୋଗରାଜ। ओम तत्सवितृवरं रूपं ज्योतिः परस्य धीमहि, ज्योतिः परस्य धीमहि, ज्योतिः परस्य धीमहि, यनः सत्येन दीपयत्। परम प्रभु श्री अरविंद दिव्य जननी श्रीमा आपनक पाद पद्मरे अधमर सहस्र कोटि प्रणाम। आज এই କାର୍ଯ୍ୟକ୍ରମକୁ ଆପଣଙ୍କ ପାଦ ପଦ୍ମରେ ନିବେଦନ କରୁଛି। ଏହାକୁ ସମ୍ପାଦନ କରିବାର ଦାୟିତ୍ୱ ଆପଣଙ୍କର, ନିମିତ୍ତ ମାତ୍ର। ସମସ୍ତ ଭାଇ ଅପା ଯେଉଁମାନେ ଏଥିରେ ଯୋଗ ଦେଇଛନ୍ତି ସମସ୍ତଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜଣାଉଛି, ଅଭିନନ୍ଦନ ଜଣାଉଛି, ସ୍ୱାଗତ କରୁଛି। ଆଜି ଆଗାମୀକାଲି ଆପଣମାନେ ସମସ୍ତେ ଜାଣିଛନ୍ତି ଗୋଟେ ବିଶ୍ୱ ଯୋଗ ଦିବସ ପାଳନ ହଉଛି ଜୁନ 21 ତାରିଖ। ଏଇଟା ଆମ ସମସ୍ତଙ୍କ ପାଇଁ ଅତି ଆନନ୍ଦର କଥା ଯେ ଭାରତୀୟ ଦର୍ଶନର ଯୋଉ ମୂଳ ତତ୍ତ୍ୱ ଯୋଗ, ତାକୁ ସାରା ବିଶ୍ୱ ଗ୍ରହଣ କରିଛି ଏବଂ ପ୍ରତିବର୍ଷ ଏମିତି ପାଳନ କରି ଆସୁଛି। ଯଦିଓ ପୂର୍ଣ୍ଣ ଯୋଗର ଇଏ ଏକ ପ୍ରୟାସ ନୁହେଁ, ତଥାପି ମୂଳଦୁଆ କହିଲେ ଅତ୍ୟୁକ୍ତି ହବନି। ଦିନେ ନା ଦିନେ ମାନବ ସମାଜ ବୁଝିବ ଯେ ଯୋଗ ପ୍ରକୃତରେ କାହିଁକି କରାଯାଏ, କୋଉଥିପାଇଁ କରାଯାଏ। ବିଭିନ୍ନ ଉଦ୍ଦେଶ୍ୟ ନେଇ ଯୋଗ କରାଯାଏ ସତ। କିଏ ମନକୁ ଶାନ୍ତି ଆଣିବା ପାଇଁ ଯୋଗ କରିଥାନ୍ତି, କିଏ ନିରୋଗ ହେବା ପାଇଁ କରିଥାନ୍ତି, କିଏ ବା ଆଧ୍ୟାତ୍ମିକ ପ୍ରୟାସ ନେଇକି ଟିକେ ଆଗେଇଥାନ୍ତି। ଏମିତି ବିଭିନ୍ନ କିମ୍ବା କିଛି ଅଲୌକିକ ଶକ୍ତିର ଅଧିକ ଯାହା ହଉ, କିନ୍ତୁ ଆମର ଏଇ ଯୋଗ ତାର ଲକ୍ଷ୍ୟ ଭିନ୍ନ। ଏଇ ଯୋଗ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୁହଁ, ଏହା ଭଗବାନଙ୍କ ପାଇଁ, ଭଗବାନଙ୍କର ପରିପ୍ରକାଶ ପାଇଁ ଏଇ ଯୋଗ ଏକ ରୂପାନ୍ତର ପାଇଁ। ମଣିଷ ସମାଜ କେମିତି ରୂପାନ୍ତରିତ ହବ, ଯୋଉଟା ଈଶ୍ୱରଙ୍କର ଇଚ୍ଛା। ଭଗବାନ ଯୋଉ ଇଚ୍ଛା ନେଇ, ଯୋଉ ଉଦ୍ଦେଶ୍ୟ ନେଇ ସୃଷ୍ଟି ତିଆରି କରିଛନ୍ତି, ସେ ଅଧାରେ ଆମକୁ ଛାଡିବେନି, ଆମକୁ ନିଶ୍ଚିତ ଭାବରେ ପୂର୍ଣ୍ଣତା ଆଡ଼କୁ ନେଇଯିବେ ଏବଂ ତାଙ୍କିରି ଭଳିଆ ଗଢି ତୋଳିବେ। ଏଇଟା ହଉଛି ଯୋଗର ଲକ୍ଷ୍ୟ। ତେଣୁ ମନ ପ୍ରାଣ ଶରୀରର ରୂପାନ୍ତର ଏଠି ମୂଳ କଥା, ଯାହାକି ପ୍ରସ୍ତୁତ କରିବ ଆମକୁ ଅତି ମାନବତାରେ ପରିଣତ ହେବା ପାଇଁ। ଏଇଟା ହଉଛି ମୂଳ କଥା। ତେଣୁ ମହାବହିର ପ୍ରଥମ କଥା କୁହାଯାଇଥିଲା, ଯେଉଁ ମହାନ ଏବଂ ଦୁର୍ଘ କାର୍ଯ୍ୟଟି ଆମ ସାଧନାର ଲକ୍ଷ୍ୟ। ମହାନ କାର୍ଯ୍ୟ ଯେ ଆମେ ସମସ୍ତେ ଭଗବାନ ହେଇ ରୂପାନ୍ତରିତ ହବା, ମନ ପ୍ରାଣ ଶରୀରରେ ଭଗବାନଙ୍କୁ ପରିପ୍ରକାଶ କରିବା, ଏଇଟା ଗୋଟେ ସହଜ କଥା ନୁହଁ। ତେଣୁ ଏହାକୁ ଦୁରୂହ ବୋଲି କୁହାଯାଇଛି ଏବଂ ତଥାପି ଏହା ସମ୍ଭବ।
କେବଳ ଉପରୁ ଯେତେବେଳେ ମାଙ୍କର କରୁଣା ଆଉ ନିମ୍ନରୁ ଯେତେବେଳେ ଆମର ଆସ୍ପୃହା ଏଇ ଦିଟାର ସଂଯୋଗ ହବ, ବଳବତ୍ତର ହବ, ଇଏ ଯେତେବେଳେ ଫଳପ୍ରଦ ହବ, ସେତେବେଳେ ଏଇ ଲକ୍ଷ୍ୟ ହିଁ କେବଳ ପୂରଣ ହବ। ଏଇଟା ନିଶ୍ଚିତ କଥା। ଏଇଠି ମା ପ୍ରଥମେ ସେ ଏ କଥା କହୁଛନ୍ତି, ରୂପାନ୍ତର କାର୍ଯ୍ୟ ତୋତେ ପୂର୍ଣ୍ଣ କରିବାକୁ ହବ। ଏଇ ସୃଷ୍ଟିଟା ତୋର, ସମସ୍ତ ପରିପ୍ରକାଶ ତୋର। ଏଠି ଯାହା ଯାହା ଦେଖୁଛେ ଆମେ ତାହା ଭିତରେ ହିଁ ତୁ ପ୍ରକାଶିତ ହେବା ପାଇଁ ଚାହୁଁଛୁ ଏବଂ ପ୍ରକାଶର ସର୍ବୋଚ୍ଚ ଧାରାରେ ମଣିଷ ଆସି ପହଞ୍ଚିଛି, ତା ଭିତରେ ତୁ ପରିପ୍ରକାଶ ହେବା ପାଇଁ ଚାହୁଁଛୁ। ତେଣୁ ଏ କାର୍ଯ୍ୟ ତୋର ଦାୟିତ୍ୱ। ଏଇଟା ଆମର ନୁହଁ, ଆମ ବ୍ୟକ୍ତିଗତ କଥା ନୁହଁ, ବ୍ୟକ୍ତିଗତ ଅଭିଳାଷ ପୂର୍ଣ୍ଣ ନୁହଁ କି କିଛି ଆମ୍ବିସନ ୟା ଭିତରେ ପୂର୍ଣ୍ଣ କରିବା ପାଇଁ ଆମେ ଚାହୁଁଛୁ, ସେ କଥା ନୁହଁ। ତେଣୁ ଯେହେତୁ ତୁ ଚାହୁଁଛୁ ନିଶ୍ଚିତ ଭାବରେ ପୂର୍ଣ୍ଣ ଭାବରେ ନିଜକୁ ବିକଶିତ କରିବା ପାଇଁ, ତେଣୁ ଆମକୁ ଜୀବନ ଦେଇଛୁ, ଆମରି ଭିତର ଦେଇ ତୁ ପରିପ୍ରକାଶ ହବୁ। ଆମକୁ ମନ ଦେଇଛୁ, ପ୍ରାଣ ଦେଇଛୁ, ଶରୀର ଦେଇଛୁ। ଏ ଶରୀରକୁ, ଏଇ ମନ ପ୍ରାଣ ଶରୀର ଏହାରି ଭିତରେ ଦେଇକି ତୁ ନିଜେ ବିକଶିତ ହବୁ, ପ୍ରକାଶିତ ହବୁ। ସେ କଥା ସ୍ପଷ୍ଟ କରି ତୁ କୁହାଯାଇଛି। ମନେ ରଖ, ଭଗବତ କର୍ମ ଆଉ ଭଗବତ ଅଭିବ୍ୟକ୍ତିରେ ସାହାଯ୍ୟ କରିବା ପାଇଁ ତୋତେ ତୋ ଜୀବନ ଦିଆହେଇଛି। ତେଣୁ ଇଏ ଦାୟିତ୍ୱ ତୋର। ସେଇ କଥା ମା ଯେମିତି ସତରେ ପୁରାପୁରି ଏକଦମ ଗୋଟେ ଡିମାଣ୍ଡ କଲା ଭଳିଆ, ମାନେ ଦାବି କଲା ଭଳିଆ ସେ କହୁଛନ୍ତି, ରୂପାନ୍ତର କାର୍ଯ୍ୟ ତୋତେ ପୂର୍ଣ୍ଣ କରିବାକୁ ହବ। ଯେଉଁ ପଥରେ ଚାଲିବାକୁ ହେବ ତାହା ନିର୍ଦ୍ଦେଶ ତୋତେ ହିଁ ଦେବାକୁ ହବ। ଆମେ ଅଜ୍ଞ, ଆମେ ଏ ବିଷୟରେ କିଛି ଜାଣୁନା। କଣ କରିବାକୁ ହବ, କେମିତି ହବ, ଏକଥା ଆମକୁ ଜଣା ନାହିଁ। କେବଳ ତୋ ପାଖରେ ଆମେ ନିଜେ ସମ୍ପୂର୍ଣ୍ଣ ରୂପେ ସମର୍ପିତ ହଉଛୁ। ତୋ କାର୍ଯ୍ୟ ତୁ ତୁଲେଇ ଚାଲ, ତୋତେ ହିଁ ଏ କାର୍ଯ୍ୟ କରିବା ପାଇଁ ପଡିବ। ସେଇ ପଥ ଏବଂ ସେଇ ପଥ ଧରି ଶେଷ ପର୍ଯ୍ୟନ୍ତ ଚାଲିବାକୁ ଶକ୍ତି ମଧ୍ୟ ତୁ ଦେ। ଯୋଉ ପଥ ଦେଇ, ଯୋଉ ଉପାୟରେ ତତେ ପରିପ୍ରକାଶ କରିବା ପାଇଁ ହବ, ସେ କଥା ଆମେ ଜାଣୁନୁ। ତେଣୁ ତୁ ପଥ ଦେଖା, ତୁ ରାସ୍ତା ଦେଖା, ତୁ ଆମକୁ ସାହସ ଦେ, ଶକ୍ତି ଦେ, ଯାହା ଫଳରେ ଆମେ ତତେ ପ୍ରକାଶ କରିପାରିବା। ଏ କଥା ମା କହୁଛନ୍ତି। ହେ ଭଗବାନ, ସକଳ ପ୍ରେମର, ସକଳ ଆଲୋକର ତୁ ଉତ୍ସ। ଆମେ ଗୋଟେ ଆଲୋକରୁ, ଅନ୍ଧକାରରୁ ଆଲୋକ ଆଡକୁ ଯାଉଛୁ, ଆଲୋକରୁ ପୁଣି ଆହୁରି ତୀବ୍ର ଆଲୋକ ଆଡକୁ ଯାଉଛୁ, ଆଲୋକରୁ ଆଲୋକ ଆଡକୁ। ତେଣୁ ଏଇ ଯୋଉ କଥା ଚାଲିଛି, କାଲି ଯୋଉ ଯୋଗ ଦିବସ ପାଳନ ହଉଛି, ହଠାତ୍ ମୋ ମନକୁ ଆସିଲା, ମୁଁ କହିଲି ଆଚ୍ଛା, ଏତେ ଦିନ ଥାଉ ଥାଉ ଜୁନ 21 ତାରିଖ କାହିଁକି ଯୋଗ ଦିବସ ମାନେ କରିବା ପାଇଁ ଆମର ପ୍ରଧାନମନ୍ତ୍ରୀ କାହିଁକି ଚାହିଁଲେ ଏବଂ ଜାତିସଂଘରେ ପ୍ରସ୍ତାବ ଦେଲେ, ତାହା ମଧ୍ୟ ସବୁଠୁ ରେକର୍ଡ ଭୋଟରେ ଗୃହୀତ ହେଲା। ଏଇ ଭିତରେ ଏଇ ଦିନଟିକୁ କାହିଁକି ବାଛିଲେ? ତା ଭିତରେ ପ୍ରକୃତ କାରଣ ହଉଛି ଯେ ଏ ବିଶ୍ୱକୁ ଗୋଟେ ଆଲୋକ ହିଁ ଗଢିଛି, ଆଲୋକରୁ ୟାଙ୍କର ସୃଷ୍ଟି, ଆଲୋକ ହିଁ ତାକୁ ପାଳନ କରୁଛି। ସାବିତ୍ରୀରେ କେତେ ସୁନ୍ଦର ଭାବରେ କହିଛନ୍ତି, from light we came, by light we live, to light you go। ତେଣୁ ଆଲୋକ ହଉଛି ଏକମାତ୍ର ମାଧ୍ୟମ, ରୂପାନ୍ତରକାରୀଣ ଶକ୍ତି। ଆଉ ଯୋଗର ପଥ ହଉଛି ଏକ ଆଲୋକିତ ପଥ। ତେଣୁ କାଲି ଦିନଟି ପୃଥିବୀ ପୃଷ୍ଠରେ ସବୁଠାରୁ ଅଧିକ ଆଲୋକ ପ୍ରାପ୍ତିର ଦିନ, ସବୁଠାରୁ ବଡ ଦିନ, ରାତି ଛୋଟ। ତେଣୁ ସେଇ ଦିନଟିକୁ ବୋଧହୁଏ ଏଇ କଳ୍ପନାରେ, ଏଇ ଆଶାରେ ବାଛା ଯାଇଛି ଯେ ଆମେ ଅଧିକରୁ ଅଧିକ କେମିତି ଆଲୋକିତ ହବା। ଯାହା ହଉ, ହେ ଭଗବାନ, ସକଳ ପ୍ରେମର, ସକଳ ଆଲୋକର ତୁ ଉତ୍ସ। ଆମେ ତୋତେ ତୋର ସ୍ୱରୂପରେ ଜାଣିପାରିନାହୁଁ ସତ, ଆମେ ଅକିଞ୍ଚନ, ଆମେ କ୍ଷୁଦ୍ର, ତୋତେ ଜାଣିବା ଭଳିଆ ସାମର୍ଥ୍ୟ ଆମର ନାହିଁ। ତଥାପି ତତେ କ୍ରମଶଃ ଅଧିକରୁ ଅଧିକ, ପୂର୍ଣ୍ଣରୁ ପୂର୍ଣ୍ଣାଙ୍ଗ ରୂପେ ପ୍ରକାଶ କରିପାରୁ। ପ୍ରକାଶର ଧାରାରେ ଆମେ ସମସ୍ତେ ରହିଛୁ, ଅଳ୍ପରୁ ବହୁତ, କ୍ରମଶଃରୁ ଆଉ ଟିକେ ଅଧିକ, ଏମିତି ଭାବରେ ଆମେ ଆଗକୁ ଚାଲିଛୁ। ତାପରେ ମା କହୁଛନ୍ତି, ଚିନ୍ତା ଦ୍ଵାରା ତତେ ତୋ ନିକଟରେ ପହଞ୍ଚି ପାରିବୁ ନାହିଁ ସତ, କିନ୍ତୁ ମନ ପ୍ରକୃତରେ ଏଭଳି ଏକ ଅବସ୍ଥାରେ ଆମର ରହିଛି, ସେ ଅହଂର ଶାସନାଧୀନ ହେଇକି ବର୍ତ୍ତମାନ ଅଛି। ଆଉ ସବୁବେଳେ ସେ ଏତେ ବ୍ୟସ୍ତ, ଏତେ ବ୍ୟଗ୍ର
ବିଭିନ୍ନ ଚିନ୍ତାଧାରାରେ ଏତେ ମଗ୍ନ ଥାଏ, ତେଣୁ ସିଏ ତା ଦ୍ୱାରା କୌଣସି ପ୍ରକାରେ ତୋତେ ଜାଣିବା ସମ୍ଭବ ହେଇପାରେନି। ସେଇପାଇଁ ଯୋଗ ଏତେ କଷ୍ଟ ବୋଲି ସମସ୍ତେ କହିଥାନ୍ତି, କାହିଁକି ନା ମନକୁ ନିରୋଗ କରିବା ଏତେ ସହଜ ହୁଏନି ସମସ୍ତଙ୍କ ପକ୍ଷେ। ତେଣୁ ମା କହୁଛନ୍ତି ମନ ଦ୍ୱାରା ତୋତେ ଜାଣି ହବ ନାହିଁ। ସାବିତ୍ରୀରେ ସେ କଥା ମଧ୍ୟ ସୂଚନା ଦିଆଯାଇଛି, when naked of ego and mind one hears the voice and sees through light to ever greater light। ଯେତେବେଳେ ଆମ ଭିତରୁ ସେଇ ଅହଙ୍କାରଟି ଆଉ ମନଟି ସେ ଖସି ପଡିବ, ମୁକୁଳା ହେଇଯିବ, ଅଲଗା ହେଇଯିବ, ସେତେବେଳେ ସେଇ ନିରବତା ଭିତରେ ଆମେ ତୋ ସ୍ୱର ଶୁଣିପାରିବା ଆଉ ଆଲୋକରୁ ଅଧିକ ଆଲୋକ ଭିତରକୁ ପ୍ରବେଶ କରିପାରିବା। when naked of ego and mind one hears the voice and sees through light to ever greater light। ଏ ବୃହତ୍ତର ଆଲୋକ ଦିଗରେ ଆମେ ସେତେବେଳେ ଅଗ୍ରସର ହେଇପାରିବା। ତେଣୁ ଚିନ୍ତା ଦ୍ୱାରା ତତେ ଜାଣି ହବନି ସତ, ଗଭୀର ନିରବତା ଭିତରେ ତୋ ଆଡ଼କୁ ଆଗେଇ ଯାଇପାରୁ। ଗୋଟିଏ ମାତ୍ର ରାସ୍ତା ଅଛି, in peace and silence the eternal manifest। ଯୋଗର ଭିତ୍ତି peace and silence ଉପରେ ନିର୍ଭର କରୁଛି। the spirit wandering from state to state at last finds here silence as the starting point। ଆତ୍ମା ବିଭିନ୍ନ ଜାଗାରେ ବିଚରଣ କରି କରି ଶେଷରେ ପ୍ରକାଶ କରିବାର ଉପାୟ ପାଇଲେ କଣ ନା ନିରବତା। ନିରବତା ଭିତରେ ହିଁ ସେ ନିଜକୁ ପ୍ରକାଶ କରିପାରିବେ। ଏ ଭଗବାନ ତୋର ଅପରିମୟ ଦାନର ମାତ୍ରାକୁ ତୋତେ ପୂର୍ଣ୍ଣ କରିବାକୁ ହେବ। ତୁ ଆମକୁ ଯାହା ଯାହା ଦେଇଛୁ ବାସ୍ତବିକ ତା ଅପରିମୟ, ତା ଅସୀମ। ତୁ କରୁଣା ବର୍ଷରେ ଯାହା ଯାହା ଦେଇଛୁ ଆମକୁ, ଯେଉଁ ସମ୍ପଦ ସବୁ, ଦେହ ମନ ପ୍ରାଣ, ଇଏ ପ୍ରକୃତରେ ତାର ତୁଳନା ନାହିଁ। ଏବଂ ଆମେ କୃତଜ୍ଞତା ଭରା ହୃଦୟରେ ତତେ ପ୍ରଣାମ ଜଣାଉଛୁ ଏଇ ସମସ୍ତ ପ୍ରତିଦାନ ପାଇଁ। ତେଣୁ ତା ଭିତରେ ତୋତେ ହିଁ ତାକୁ ପୂର୍ଣ୍ଣ କରିବାକୁ ହବ। ତୋତେ ଯେତେ ଦିନ ପର୍ଯ୍ୟନ୍ତ ଆମେ ତୋର ବିଜୟ ହାସଲ କରିପାରି ନାହୁଁ, ତେଣୁ ମା ଏଠି ସ୍ପଷ୍ଟ କରିଦେବା ପାଇଁ ଚାହୁଁଛନ୍ତି ଯେ ଏଇ ଯୋଉ ବିଜୟ, ଏଇଟା ଆମର ବିଜୟ ନୁହେଁ, ଏଇଟା ଭଗବାନଙ୍କର ବିଜୟ। ନିଜେ ପ୍ରକାଶିତ ହେବା ପାଇଁ ଚାହୁଁଛନ୍ତି ଯୋଉ ଲକ୍ଷ୍ୟରେ, ସେଇ ଲକ୍ଷ୍ୟରେ ସେ ଆମକୁ ଉତ୍ତୀର୍ଣ୍ଣ କରାଇବେ। ତେଣୁ ବିଜୟଟା ତାଙ୍କର, ଆମର ନୁହଁ। ଆମେ ତୋର ବିଜୟ ହାସଲ କରିନାହୁଁ, ସେତେଦିନ ପର୍ଯ୍ୟନ୍ତ ତୋତେ ଆମକୁ ସାହାଯ୍ୟ କରିବାକୁ ହେବ। ତେଣୁ ପୂର୍ଣ୍ଣତା ପଥରେ ଆମେ ଯାତ୍ରୀ ନିଶ୍ଚିତ ଭାବରେ, କିନ୍ତୁ ଏଇ ସମସ୍ତ କାମ ତୋତେ ହିଁ ସମ୍ପୂର୍ଣ୍ଣ କରିବା ପାଇଁ ପଡିବ। ସେଇ ଯଥାର୍ଥ ପ୍ରେମ ଜନ୍ମ ଲାଭ କରୁ, ଯାହା ସକଳ ଦୁଃଖ ପୋଛି ଦିଏ। ଯାହା ଆମ ଭିତରେ ରହିଛି ମନସ୍ତାପ ଆକାରରେ, ଅପୂରଣୀୟ ଆକାରରେ ଯାହା ରହିଛି, ଯାହା ଦୁଃଖ ରହିଛି, ଇଏ ସମସ୍ତ କଥା ପୋଛି ହୋଇଯାଏ ଯେତେବେଳେ ଆମର ପ୍ରେମ ତୋ ଆଡକୁ ଉତ୍ସାହିତ ହୁଏ ଏବଂ ତୋର କରୁଣା ସେଥିରେ ଝରି ପଡେ। ସେହି ଅଚଳ ଶାନ୍ତି ପ୍ରତିଷ୍ଠା କର, ଯାହା ମଧ୍ୟରେ ରହିଛି ଯଥାର୍ଥ ଶକ୍ତି, ସେହି ପରମ ଜ୍ଞାନ ପ୍ରଦାନ କର, ଯାହା ସକଳ ଅନ୍ଧକାର ଦୂର କରେ। ତେଣୁ ଆମର ବିନମ୍ର ପ୍ରାର୍ଥନା, କୃତଜ୍ଞତା ସହିତ ବିନମ୍ର ଭାବରେ ଆମେ ପ୍ରାର୍ଥନା କରୁଛୁ, ତୋର ସେଇ ଶକ୍ତି, ସାମର୍ଥ୍ୟ, ଜ୍ଞାନ ଆମକୁ ପ୍ରଦାନ କର, ଯାହା ସକଳ ଅନ୍ଧକାର, ସକଳ ଦୁର୍ବଳତା, ସକଳ କଳୁଷ ଆମ ପାଖରୁ ଯାହା ଦୂର ହେଇଯିବ। ଅତଳ ଗଭୀରତାରୁ ଏହି ଅତି ବାହ୍ୟ ଦେହ ପର୍ଯ୍ୟନ୍ତ ସର୍ବତ୍ର ସକଳ କ୍ଷୁଦ୍ରତମ ଉପାଦାନ ମଧ୍ୟରେ ବି ତୁ ପ୍ରକାଶ ପ୍ରବାହିତ। ଯାହା ଯାହା ଆମେ ପାଇଛୁ ଏ ସମସ୍ତ ଭିତରେ ତୁ ହିଁ ଅଛୁ। ଆମର ମନ ପ୍ରାଣ ଶରୀର ଆତ୍ମା ଏଇ ସବୁ ଯାକ ତ ତୋହରି ଦାନ। ତେଣୁ ତାହାରି ଭିତରେ ତୁ ପ୍ରବାହିତ ହଉଛୁ, ତୁ ଜୀବନ୍ତ, ତୁ ସ୍ପନ୍ଦିତ, ତୁ ହିଁ ସବୁ କିଛିକୁ ସଚଳ କରିଛୁ। ଆଉ ବର୍ତ୍ତମାନ ଏଇ ସମଗ୍ର ସତ୍ତା ଏକ ଅଖଣ୍ଡ ବସ୍ତୁ ହେଇଯାଇଛି, ଅନନ୍ତ ରୂପୀ ଅଥଚ ପୂର୍ଣ୍ଣ ସଂହତ। ବର୍ତ୍ତମାନ ସମସ୍ତଙ୍କ ଭିତରେ ଗୋଟେ ସଂହତି ପ୍ରତିଷ୍ଠା ହେଇଛି, ମାନେ ଯୋଉଟାକେ ସହମତି କ୍ରମରେ ଆମେ ସମସ୍ତେ, ଆମର ସମଗ୍ର ସତ୍ତା ତୋ ଆଡକୁ ଧାଇଁଛି।
ଏକ ଅଦ୍ୱିତୀୟ ଅପ୍ରତିହତ ସ୍ପନ୍ଦନର ଅନୁପ୍ରାଣିତ ସମଗ୍ର ସତ୍ତା ତା ଭିତରେ ଗୋଟେ ଭାଇବ୍ରେସନ ସୃଷ୍ଟି ହେଇଛି। ସେମାନେ ସ୍ପନ୍ଦିତ ହଉଛନ୍ତି, ଶିହରିତ ହଉଛନ୍ତି ତୋତେ ପାଇବା ପାଇଁ ଏବଂ ଯାହା ପାଇବା ପାଇଁ ଚାହୁଁଛନ୍ତି ତାହା ହିଁ ତୁ। ଏମିତି ଭାବରେ ମା ଆଜିର ପ୍ରାର୍ଥନା ରଖିଛନ୍ତି। ବର୍ତ୍ତମାନ ଆମର ସେଇ ସାଧନା ବିଷୟରେ କିଛି ଟିକେ ପଢିବା, ଯାହାକୁ ଆଗରୁ ମଧ୍ୟ ଆଲୋଚିତ ହେଇଛି। ଏଇ ଯୋଉ ରୂପାନ୍ତରର ଚାବିକାଠି ମା ଗୋଟେ ଜାଗାରେ କହିଛନ୍ତି। ଏଟା ହଁ, ଦି ସିକ୍ରେଟ ଅଫ ପରଫେକ୍ଟ କାଇଣ୍ଡ ଅଫ ସାଧନା। ଯେ ପ୍ରକୃତରେ ପରଫେକ୍ଟ କାଇଣ୍ଡ ଅଫ ସାଧନା, ପୂର୍ଣ୍ଣ ସାଧନା ଯାହା ସ୍ୱୟଂ ସମ୍ପୂର୍ଣ୍ଣ, ତାହାର ପ୍ରକୃତରେ ଚାବିକାଠି କଣ, ତା ଭିତରେ କଣ ରହସ୍ୟ ରହିଛି, ଏଟାକୁ ସେ କହୁଛନ୍ତି ଦି ଗୋଟେ ପେନାସିଆ, ଯେମିତି ସର୍ବଔଷଧି, ସବୁ ରୋଗ ପାଇଁ ଗୋଟେ ଔଷଧ ଥାଏ, ତା ନାଁ ହଉଛି ପେନାସିଆ। ଦେयर ଇଜ ବଟ୍ ଓନ୍ଲି ୱାନ୍, ଗୋଟିଏ କଥା ରହିଛି, ଗୋଟିଏ ମନୋଭାବ ରହିଛି, ଦି ଏଟିଚ୍ୟୁଡ ଅଫ ପରଫେକ୍ଟ, ନିର୍ଭର, ପୂର୍ଣ୍ଣ ନିର୍ଭରତା, which is the great secret of most perfect kind of sadhana। ତେଣୁ ଏଇ ନିର୍ଭରତା ବିଷୟରେ ତ ଅନେକ କଥା କୁହାଯାଇଛି ଏବଂ ପରେ ମଧ୍ୟ ସେ କଥା ମା କହୁଛନ୍ତି। ନିର୍ଭର ମିନ୍ସ ରିଲାଏନ୍ସ, ତାଙ୍କ ଉପରେ ସମସ୍ତ ଆସ୍ଥା, ଭରସା, ହ୍ୱାଟ ଏଭର ଦି କଣ୍ଡିସନ ଅଫ ଦି ଡିଫିକଲ୍ଟି, ଯେକୌଣସି ଅବସ୍ଥାରେ ଯେକୌଣସି ଅସୁବିଧାରେ ପଡିଥିଲେ ମଧ୍ୟ, ଯେତେ ଯେତେ ମର୍ମନ୍ତୁତ ହେଇଥାଉ ନା କାହିଁକି, ଯେତେ ଗଭୀର ହେଇଥାଉ ନା କାହିଁକି, ଡିଫିକଲ୍ଟି ଯେତେ ଗମ୍ଭୀର ହେଇଥାଉ ନା କାହିଁକି, ଆମେ ସଦାବେଳେ ସେ ନିର୍ଭରତା ରଖିଥିବା ଯେ ଡିଭାଇନ ଇଜ ୱିଥ ମି, ଏଣ୍ଡ ଯାହା କିଛି ହଉଛି, ଯାହା କିଛି ଘଟିବା ପାଇଁ ଯାଉଛି, ତା ନିଶ୍ଚୟ ଭଲ ପାଇଁ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏଇ ନିର୍ଭରତା ଯଦି ସଦାବେଳେ ଆମେ ବଜାୟ ରଖିଥାଉ, ତାହେଲେ ଭଗବାନଙ୍କର ଆଶୀଷ ନିଶ୍ଚିତ ଭାବରେ ଆମ ଉପରେ ଝରି ପଡିବ। when all is going well does not mean much। ଇଏ ନିର୍ଭରତା ପ୍ରକୃତରେ ଯେତେବେଳେ ସବୁ ଜିନିଷ ଭଲରେ ଭଲରେ ଚାଲିଥାଏ, ଏ ନିର୍ଭରତା କଥା ଆମେ ବୁଝିପାରିନି ଯେ ମୁଁ ପ୍ରକୃତରେ ତାଙ୍କ ଉପରେ କେତେ ନିର୍ଭର କରୁଛି, ବା ସେଇ ଗ୍ରେସ ପାଇଁ, କରୁଣା ପାଇଁ ମୁଁ କେତେ ପ୍ରୟାସୀ, ଏ କଥା ଆମେ ଆଦୌ ବୁଝିପାରିନି। ଯେତେବେଳେ ସବୁ ଜିନିଷ ସୁରୁଖୁରୁରେ ଚାଲିଥାଏ, ଭଲ ଭାବରେ ଚାଲିଥାଏ, ସେତେବେଳେ ସେ କଥା ଆଦୌ କିଛି ନଥାଏ। କିନ୍ତୁ ଯେତେବେଳେ ଅତ୍ୟନ୍ତ ଗମ୍ଭୀରତାର ସହିତ ଅତି ମାନେ କଷ୍ଟକର ଡିଫିକଲ୍ଟିଜ ଭିତରେ ଆମେ ପହଞ୍ଚି ଯାଇଥାଉ, ଅତି ଦୁଃଖଦାୟକ କିଛି ପରିସ୍ଥିତିରେ ପହଞ୍ଚି ଯାଉ ପଡୁ, ସେତେବେଳେ ଯୋଉ ଅବସ୍ଥା, ସେଇ ଅବସ୍ଥାରେ ଯୋଉ ସେଇ ନିର୍ଭରତା ଯଦି ଆମ ଭିତରେ ଅତି ବଳବତ୍ତର ଥାଏ, ଶକ୍ତିଶାଳୀ ଥାଏ, ଇଟ୍ ଇଜ ଏ ପଏଜ, ଏଇଟା ଗୋଟେ ଏମିତି ଗୋଟେ ଅବସ୍ଥା, one has to take and you can grow into it। ଏଇ ଅବସ୍ଥାକୁ ତତେ ଉତ୍ଥିତ ହେବା ପାଇଁ ପଡିବ, ପୂର୍ଣ୍ଣ ଭାବରେ ପୂର୍ଣ୍ଣ ନିର୍ଭରତା ରଖିବା ପାଇଁ ପଡିବ। ପୁଣି ମା ଗୋଟେ ଜାଗାରେ କହୁଛନ୍ତି, if one has within him faith in the divine grace, ଏ ଭଗବାନଙ୍କ କରୁଣା ମୋ ସହିତ ସଦାବେଳେ ରହିଛି, ରହିଥିବ, ନିଶ୍ଚିତ ରହିଛି, ଯେକୌଣସି ପରିସ୍ଥିତିରେ ମଧ୍ୟ ରହିଥିବ। that the divine grace is watching over him। ଯଦି ଜଣଙ୍କ ଉପରେ ଭଗବାନଙ୍କର ଦୃଷ୍ଟି ରହିଛି, ଯଦି ଆମ ଉପରେ ତାଙ୍କ ଦୃଷ୍ଟି ରହିଛି, that no matter what, ଯାହା ବି ଘଟୁ ନା କାହିଁକି, ଯେତେ ଦୁର୍ବିପାକ ଘଟୁ, ଯେତେ ସଂଘର୍ଷ ଘଟୁ, ଯେତେ ସଂକଟ ଘଟୁ, ଯେତେ ଦୁଃଖ ଘଟୁ, the divine grace is there। ଭଗବାନଙ୍କର କରୁଣା ରହିଛି, watching over him। one may say all one's life always, ସମଗ୍ର ଜୀବନ ବ୍ୟାପୀ ଏଇ ଫେଥ ଟିକୁ ନିଶ୍ଚୟ ବଜାୟ ରଖିବା ପାଇଁ ପଡିବ। ପ୍ରକୃତରେ ମଣିଷ ପାଇଁ ଯେତେବେଳେ ଡିଫିକଲ୍ଟିଜ ଆସେ, ଡିଫିକଲ୍ଟିଜ ଆର୍ ଅଲୱେଜ ବ୍ଲେସିଂସ ବୋଲି କୁହାଯାଇଛି। ମା କହନ୍ତି ଡିଫିକଲ୍ଟିଜ ଆର୍ ପ୍ରପୋର୍ସନେଟ ଟୁ ଦି ପ୍ରୋଗ୍ରେସ, ଆମର ଅଗ୍ରଗତିରେ ସହାୟକ ହବା ପାଇଁ ଡିଫିକଲ୍ଟିଜ ଗୁଡା ସଦାବେଳେ ଆସିଥାନ୍ତି। ତେଣୁ ଯଦି ଡିଫିକଲ୍ଟିଜ ଜୀବନରେ ନାହିଁ, ତାହେଲେ ଅଗ୍ରଗତି ମଧ୍ୟ ନାହିଁ। ତେଣୁ ତାକୁ ଆମେ ନିଶ୍ଚିତ ଭାବରେ ସ୍ୱାଗତ କରିବାନି, କିନ୍ତୁ ତା ପାଇଁ ବିବ୍ରତ ହବାନି, ଦୁଃଖିତ ହବାନି। ଯାହା ଆସୁଛି ତାକୁ ଧୈର୍ଯ୍ୟର ସହିତ ଭଗବାନଙ୍କର ଦାନ ଭାବିକି ଆମେ ଗ୍ରହଣ କରିବୁ, ଏବଂ ତା ଭିତରେ ମଧ୍ୟ ଗ୍ରେସ କ୍ରିୟା କରୁଛି, କରୁଣା କ୍ରିୟା କରୁଛି, ଏ କଥା ଆମକୁ ଧରିବା ପାଇଁ ପଡିବ। ୟୁ ହ୍ୟାଭ୍ ଦି ଫେଥ
and the divine grace is with you. ସବୁ ପରିସ୍ଥିତି ଭିତରେ ଏଇ attitude ଟି ମନୋଭାବଟିକୁ ଆମକୁ ରଖିବା ପାଇଁ ପଡିବ. The grace is with me. It is an infinitely stronger. ଏ ଅସୀମ ଭାବରେ ଏ ଏକ ଶକ୍ତିଶାଳୀ ମନୋଭାବ. More conscious, ଅଧିକ ସଚେତନ, ଲାଷ୍ଟିଂ ଫୋର୍ସ. ଯେତେ ଯେତେ ଫୋର୍ସ ଆମେ ଆପ୍ଲାଏ କରୁ ଭଗବାନଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ଏଇ ସମ୍ପୂର୍ଣ୍ଣ ନିରବତା, କମ୍ପ୍ଲିଟ ରିଲାଏନ୍ସ ଅନ୍ ଦି ଡିଭାଇନ ଭଗବାନ ଉପରେ ସମ୍ପୂର୍ଣ୍ଣ ନିରବତା, ସମ୍ପୂର୍ଣ୍ଣ ନିର୍ଭରତା, ଏଇଟା ହଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ସେ କହୁଛନ୍ତି. which does not depend upon the condition of your physical will. ଏ ଅନ୍ୟ କୌଣସି ଉପରେ ନିର୍ଭର କରେନି. does not depend upon anything except the divine grace alone, and hence it leans on the truth and nothing can shake it. ଏଇ ଯୋଉ ସତ୍ୟତା, the divine grace is with me, ୟାକୁ କେହି ଯେମିତି ଦୋହଲେଇ ପାରୁନଥିବ. The most important condition is an almost childlike trust. ସବୁଠୁ ମାନେ ଇମ୍ପୋର୍ଟାଣ୍ଟ କଥା, ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିକୁ ଯୋଉ କଥା ସେ କହୁଛନ୍ତି ସତ୍ୟ, ସେ ସତ୍ୟ କଣ ନା ଚାଇଲ୍ଡ ଲାଇକ ଟ୍ରଷ୍ଟ. ଗୋଟେ ଛୋଟ ପିଲାର ଯେମିତି ମା ଉପରେ ଭରସା ଥାଏ, candid trust, pure trust of a child which sure that it will come. ଯେତେବେଳେ ସେ ମାଙ୍କ ପାଖରେ କିଛି ଅଳି କରେ ଛୋଟ ପିଲାଟି, ସେ ଜାଣିଛି ମତେ ନିଶ୍ଚୟ ହିଁ ମିଳିବ, ନିଶ୍ଚୟ ହିଁ ମିଳିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ. ସେଇଭଳିଆ ଭରସା ଥିବା ଦରକାର. who does not even ask himself about it. ଆଦୌ ସେ କଥା ନ ମାଗିଲେ ମଧ୍ୟ ସେ ଯାହା ମିଳିବା କଥା ତାକୁ ମିଳିବ. when he needs something he is sure that it is going to come. ଗୋଟେ particularly ଗୋଟେ ଜିନିଷ ଯେତେବେଳେ ସେ ମାଗୁଛି, ଚାହୁଁଛି, ନିଶ୍ଚିତ ଭାବରେ ସେ ଜିନିଷ ସେ ପ୍ରାପ୍ତ ହବ, ତାକୁ ମିଳିବ, ମା ତାକୁ ଦବ, ଏଇ କଥା ଭରସା ନିଶ୍ଚିତ ତା ପାଖରେ ଥିବ. well it is this and this kind of trust, ଏଇଭଳିଆ ବିଶ୍ୱାସ ଭଗବାନଙ୍କ ଉପରେ, ମାଙ୍କ ଉପରେ ଆମର ରହିବା ଦରକାର. this indeed is most important condition. well when aspires for force, ଯେତେବେଳେ ଆମେ ଭଗବାନଙ୍କ ଶକ୍ତି ପାଇଁ, ଦିବ୍ୟ ଶକ୍ତି ପାଇଁ aspire କରିବା, ଆସ୍ପରା ପୋଷଣ କରିବା, when we ask the divine for help, ତାଙ୍କ ସାହାଯ୍ୟ ଯେତେବେଳେ ପାଇବା, ଚାହିଁବା ଆମେ ଯେତେବେଳେ ତାଙ୍କ ସାହାଯ୍ୟ, one ask with unshaken certitude, ଗୋଟେ ଅବିଚଳ ନିଶ୍ଚିତତାର ସହିତ that it will come. ଯାହା ଚାହୁଁଛି ନିଶ୍ଚିତ ମିଳିବ, ନିଶ୍ଚିତ ପ୍ରାପ୍ତ ହବ, ସେଥିରେ କୌଣସି ପ୍ରକାର ସନ୍ଦେହ, କୌଣସି ପ୍ରକାର ଆଶଙ୍କା, କୌଣସି ପ୍ରକାର ଭୟ କିଛି ବି ନଥିବ. that is impossible that it would, ଆସିବ ନାହିଁ ବା ହବ ନାହିଁ, ଏଇଭଳିଆ ସାମାନ୍ୟତମ ଗୋଟେ ହତୋତ୍ସାହତା ବା ଯୋଉଟା ନୈରାଶ୍ୟ, ତା ଭିତରେ ସାମାନ୍ୟତମ ନୈରାଶ୍ୟ ନଥିବ. it is sure to come. it is this kind. yes, this is truly and inner opening. ଏଇଟା ଗୋଟେ ପ୍ରକୃତରେ ଗୋଟେ ଇନର ଓପନିଂ, ଆମର ଚୈତ୍ୟତାର ଓପନିଂ ରୁ ଆସିଥାଏ ଏ ଭରସା, ଏ ବିଶ୍ୱାସ, this trustfulness. and some people are constantly in this state. ମା କହୁଛନ୍ତି କେତେ ଲୋକ ଏମିତି ଅଛନ୍ତି ଯୋଉମାନେ ପ୍ରତି ମୁହୂର୍ତ୍ତରେ ନିରବିଚ୍ଛିନ୍ନ ଭାବରେ ଏଇଭଳିଆ ଅବସ୍ଥାରେ ସେମାନେ ବାସ କରନ୍ତି. when there is something to be received, they are always there to receive it. ଯାହା ରିସିଭ କରିବାର ଥାଏ, ଯାହା ଗ୍ରହଣ କରିବାର ଥାଏ, ସେମାନେ ସୁନ୍ଦର ଭାବରେ ତାହା ଗ୍ରହଣ କରିଥାନ୍ତି. if the trust is there, spontaneous, candid, ଯଦି ବିଶ୍ୱାସଟି, ଭରସାଟି ଥାଏ ସ୍ୱତଃସ୍ଫୂର୍ତ୍ତ, candid, ସ୍ୱତଃସ୍ଫୂର୍ତ୍ତ ଭରସା କେତେବେଳେ ଥାଏ ମଣିଷର ନା ଯେତେବେଳେ ଆମ ଚୈତ୍ୟ ସ୍ତରରୁ ତାହା ଉତ୍ସାହିତ ହେଇଥାଏ, ସେତେବେଳେ କୌଣସି ପ୍ରକାର ଇଲ୍ୟୁଜନ, କୌଣସି ପ୍ରକାର ଡାଉଟ, ସନ୍ଦେହ ସେଠି କୌଣସି ପ୍ରକାର ନଥାଏ. ସ୍ପଣ୍ଟାନିୟସ ହେଇଥାଏ, ସ୍ୱତଃସ୍ଫୂର୍ତ୍ତ ହେଇଥାଏ ଏବଂ ପିଓର ହେଇଥାଏ. ଅନକ୍ୱେଶ୍ଚନିଂ, କିଛି ପ୍ରଶ୍ନ ତା ଭିତରେ ନଥାଏ. it works better than anything else. ସବୁ କିଛି ଅପେକ୍ଷା ଏହା ଅଧିକ ବେଟର ଭାବରେ କାମ କରେ. and the result are marvelous. ইয়ার ଯୋଉ ଫଳ ସେ ଅତ୍ୟନ୍ତ ଚମତ୍କାର. it is with the contradiction and doubt of the mind. ଯଦି ମନ ତା ଭିତରେ ହସ୍ତକ୍ଷେପ କରିବ, ତାହେଲେ ସେଠି ଗୋଟେ ବିରୋଧାଭାସ କିମ୍ବା କିଛି ଗୋଟେ ଡାଉଟ ଆସି ପହଞ୍ଚିବ, ସେତେବେଳେ everything spoils, ସବୁ କିଛି ନଷ୍ଟ ହେଇଯାଏ. with this kind of notion which comes when one is in difficulty,
ଯେତେବେଳେ ଆମେ ଡିଫିକଲ୍ଟିରେ ପହଞ୍ଚି ଯାଇ ସେତେବେଳେ ଆମେ ସେ ଚୈତ୍ୟ ସ୍ତରରେ ବାସ କରି ନଥାଇ ଆମ ମନ ସେତେବେଳେ ଏମିତି ଆମକୁ ସନ୍ଦେହ ଭିତରେ ଏମିତି ଇଲ୍ୟୁଜନ ଭିତରେ ଏମିତି ପକେଇ ଦେଇଥାଏ ଯେ ସେତେବେଳେ ଭରସା ଆମେ ହରେଇ ଦେଇ କଣ କହେ ଓ ଇଟ୍ ଇଜ ଇମ୍ପସିବଲ ଆଇ ଶେଲ୍ ନେଭର ମ୍ୟାନେଜ ଇଟ୍, ଅସମ୍ଭବ ମୁଁ ୟାକୁ ସମାଧାନ କରିପାରିବିନି, ଇଟ୍ ଇଜ ଗୋଇଂ ଟୁ ବି ଆଗ୍ରାଭେଟେଡ୍, ବଢି ବଢି ଯାଉଛି ସମସ୍ୟା, ବଢି ବଢି ଯାଉଛି, ଇଫ୍ ଦିସ୍ କଣ୍ଡିସନ ଆଇ ଏମ୍ ଇନ୍, ଯଦି ଏଇ ଅବସ୍ଥାରେ ମୁଁ ରହେ ହୋଇଯାଇ ୱାନ୍ ଯାହା ମୁଁ ଚାହୁଁନି, ଇଟ୍ ୱିଲ୍ ଗ୍ରୋ ଷ୍ଟିଲ୍ ୱାର୍ସ, ଏ ଆହୁରି 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 ଖରାପ ହେଇଯିବ। If I continue to slide down further and further, if like that, ଯଦି ଏମିତି ଭାବରେ ମୁଁ ତଳକୁ 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 ଖସିଯାଏ, one builds a wall, ସେତେବେଳେ ଭଗବାନଙ୍କର କରୁଣା ଆଉ ମୋ ଭିତରେ ଗୋଟେ ବିରାଟ ପ୍ରାଚୀର ଛିଡା ହେଇଯାଏ, that one builds a wall between oneself and the force that wants to receive. ତେଣୁ ଭଗବାନଙ୍କର ଶକ୍ତି ଆଉ ପହଞ୍ଚି ପାରେନି। When you come to this yoga, you must be ready to have all your mental buildings and scaffoldings shattered to pieces. ତେଣୁ ମାନସିକ ଗଠନ ଯାହା ଯାହା ସବୁ କଥା ଅଛି ତା ଭିତରେ ଯେଉଁ ସଂକୀର୍ଣ୍ଣତା ରହିଛି, ଯାହା ଯାହା ପ୍ରତିରୋଧ ଶକ୍ତି ସବୁ ରହିଛି, ଏସବୁ ଜିନିଷକୁ ଆମକୁ ନିଶ୍ଚିତ ଭାବରେ ତାର shattered to pieces, ତାକୁ ଖଣ୍ଡ ଖଣ୍ଡ କରି ତାକୁ ନିଶ୍ଚିନ୍ନ କରିବାକୁ ପଡିବ। You must be prepared to be suspended in the air with nothing to support except your faith. କେବଳ ବିଶ୍ୱାସ ଭରସା ରଖି ଆମକୁ ଝୁଲି ରହିବା ପାଇଁ ପଡିବ। You will have to forget your past self and its clinging to all together, or to pluck it out of your consciousness. ଅତୀତର ଯାହା ଯାହା କଥା ଆମ ଭିତରେ ବସା ବାନ୍ଧି ଥିଲା, ଯେଉଁ ଭୟ, ଯେଉଁ ହତାଶା, ଯେଉଁ ନୈରାଶ୍ୟ, ଏ ଯାହା ଥିଲା, ୟାକୁ ଆମ କନସିୟସନେସରୁ, ଆମ ଚେତନାରୁ ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ କରିବା ପାଇଁ ପଡିବ। and be born in a new, ଆମକୁ ନୂତନ ଭାବରେ ଏକ ଜନ୍ମ ନେବା ପାଇଁ ପଡିବ, free from every kind of bondage, ଯେଠି କୌଣସି ପ୍ରକାର ବନ୍ଧନ ନଥିବ। think not of what you are, think not of what you were, but what you want to aspire to be. ଅତୀତକୁ ଭୁଲି ଯାଅ, ତୁମେ କଣ ଥିଲ ସେ କଥା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ, କଣ ହେବାକୁ ଚାହଁ ତାହାରି ପ୍ରତି ହିଁ ଆସ୍ପୃହା ପୋଷଣ କର। be all together in what you want to realize, ଯାହା ତୁମେ ରିଏଲାଇଜ କରିବା ପାଇଁ ଚାହୁଁଛ, ଯେଉଁ ସତ୍ୟକୁ ପ୍ରାପ୍ତି ହେବା ପାଇଁ ଚାହୁଁଛ, ଯେଉଁ ଅନୁଭବକୁ ନେବା ପାଇଁ ଚାହୁଁଛ, ଅନୁଭୂତିକୁ ନେବା ପାଇଁ ଯାହା ଚାହୁଁଛ, ତାହା ହିଁ ତୁମର ଧ୍ୟେୟ ହଉ। turn your dead past and look straight towards the future. ତେଣୁ ଅତୀତକୁ ଅତୀତରେ ରଖିଦିଅ। turn your dead past and look straight towards the future. ଭବିଷ୍ୟତ ଆଡ଼କୁ ଅନାଅ, ଅତୀତକୁ ଅନାଅନି। your religion, your country, your family lie there. ତୁମର ଧର୍ମ, ତୁମ ଦେଶ, ତୁମ ଫ୍ୟାମିଲି ଯାହା ଯାହା ତୁମ ପାଇଁ ବନ୍ଧନ ସୃଷ୍ଟି କରିଥିଲା, ସେ ପଛରେ ପଡିଥାଉ। it is the divine, ମୁଁ ଚାହେଁ କେବଳ divine. at the very moment when everything seems to go from bad to worse, ଯେତେବେଳେ ସବୁ କିଛି bad to worse, ଖରାପରୁ ଆହୁରି ଖରାପ ହେଇଯାଏ, it is then we must make a supreme act of faith and know that the grace will never fail us. ସେତେବେଳେ ଆମେ ଏଇ ଚରମ କାମଟି ଆମକୁ କରିବା ପାଇଁ ପଡିବ, ସେଇ ବିଶ୍ୱାସର କାର୍ଯ୍ୟଟି। know that grace will never fail us. ଗ୍ରେସ୍ କେବେ ଆମକୁ ନିଷ୍ଫଳ କରିବନି, ଆମକୁ ହଇରାଣ କରିବନି, ଆମକୁ ହତୋତ୍ସାହ କରିବନି, ଆମକୁ ବିଫଳ କରିବନି। ଏଇଟା ନିଶ୍ଚିତ ଭାବରେ ଆମେ ବହନ କରିଥିବା ଦରକାର। ବୋଧେ ଫାଷ୍ଟ ପାର୍ଟର ଅପା ସରିଲାଣି ସମୟ ନା କଣ? ହ୍ୟାଲୋ, ଶୁଭୁଛି?
ଅପା ଭାଇ ଶୁଣନ୍ତୁ, ଏବେ ଆଉ ଆମର 40 minutes ରେ କଟିବନି, ହେଲେ ଆପଣ କୁହନ୍ତୁ ଯେତେବେଳେ ଆପଣଙ୍କ ସମୟ ହବ ମୁଁ କହିବି ଭାଇ। ଆଚ୍ଛା ଆଚ୍ଛା ମୁଁ ତ ଜାଣିପାରିଲି ସେ ନାଇଁ ହଉ ନାଇଁ ହଉ ଭାଇ ମୁଁ କହିଦେବି, ହେଲେ କଟିବନି, 40 minutes ରେ କଟିବନି, ଆମେ ସେଟାକୁ ସେଟିଂ ଚେଞ୍ଜ କରିଦେଇଛୁ, ଆପଣଙ୍କର ଟାଇମ ହେଇଗଲା ମୁଁ କହିଦେବି ଭାଇ ଆପଣଙ୍କୁ। ଆଚ୍ଛା ଆଚ୍ଛା। ଆଜ୍ଞା। ତେଣୁ ଆମର ରୂପାନ୍ତର କାର୍ଯ୍ୟରେ ଆମେ ଜାଣିଛୁ ଦିଟା କଥା ଆମର ଦରକାର। ଏଇ ଯୋଗ ହଉଛି ଅତି ମାନସର ଯୋଗ, ସୁପ୍ରାମେଣ୍ଟାଲ ଯୋଗ, ଯୋଗ ଅଫ ଟ୍ରାନ୍ସଫରମେସନ। ଏଥିରେ ଦିଟା କ୍ରିୟାର ଦିଟା କଥାର କ୍ରିୟା ଖାଏ, ଗୋଟେ ଏସେଣ୍ଟ ଆଉ ଗୋଟେ ଡିସେଣ୍ଟ, ଗୋଟେ ଆରୋହଣ ଆଉ ଗୋଟେ ଅବତରଣ। ସେ ବିଷୟରେ ମା ସୁନ୍ଦର କହୁଛନ୍ତି, ସୁପ୍ରାମେଣ୍ଟାଲ ଯୋଗ ଇଜ ଏଟ୍ ୱାନ୍ସ ଏ ଏସେଣ୍ଟ ଆଣ୍ଡ ଡିସେଣ୍ଟ towards God and a descent of Godheads into the embodied nature। ତେଣୁ ଯେତେବେଳେ ଭଗବାନ ଆମ ଭିତରକୁ ଉତାରି ଆସୁଛନ୍ତି, ତାଙ୍କର ଉତାରି ଆସିବାର ଯୋଉ ଫଳାଫଳ, ସେ ଫଳାଫଳଟା କଣ, ପ୍ରତିକ୍ରିୟାଟା କଣ ନା ସିଏ ଆମ ଭିତରେ ଗୋଟେ ଭାଇବ୍ରେସନ ସୃଷ୍ଟି କରିବ, ଗୋଟେ ଶିହରଣ ସୃଷ୍ଟି କରିବ, ଗୋଟେ ଥ୍ରିଲିଂ ଏକ୍ସପିରିଏନ୍ସ ଆଣିଦବ ଏବଂ ସମଗ୍ର ଶିହରଣଟା ପ୍ରତ୍ୟେକ ସତ୍ତାରେ ଅନୁଭୂତ ହଉଥିବ। ତାର ଗୋଟେ ବିକିରଣ ମଧ୍ୟ ହଉଥିବ, ଗୋଟେ ଇଲୁମିନେସନ ହଉଥିବ, ଗୋଟେ ପ୍ରକାଶିତ ହଉଥିବ, ଉଦ୍ଭାସନ ସେଥିରୁ ବାହାରୁଥିବ ଏବଂ ଗୋଟେ ଶକ୍ତିଶାଳୀ ଶକ୍ତି ପ୍ରବେଶ କଲା ଭଳିଆ ଆମର ଅନୁଭବ ଥିବ। The ascent can only be achieved by one centered all gathering upwards aspiration। ସେ କଥା ସାବିତ୍ରୀ ସୁନ୍ଦର ଭାବରେ କୁହାଯାଇଛି ଯେ when the inner lamps are lit, ଯେତେବେଳେ ଆମର ସମଗ୍ର ସତ୍ତାର ଆସ୍ପୃହାଟା ଗୋଟେ ଅଗ୍ନି ଆକାରରେ ଊର୍ଦ୍ଧ୍ୱକୁ ଉଠେ, in moment when the inner lamps are lit, life's cherished guests are left outside। ଆମର ସମସ୍ତ ବନ୍ଧନ, ସମସ୍ତ ଆଶା, ସମସ୍ତ ଯେତେ ସବୁ ଥାଏ ଆମର କାମନା ବାସନା, ଇ ସମସ୍ତ ଜିନିଷ ଯେତେବେଳେ ଆମେ ଦୂରକୁ ଠେଲି ଦେଇଥାଇ କେବଳ ହିଁ ଏକମୁଖୀ, କେବଳ ହିଁ ଗୋଟିଏ ଆସ୍ପୃହା, ଦି ଡିଭାଇନ, ଅନ୍ୟ କଥା କିଛି ନାହିଁ। ସେତେବେଳେ କଣ ହେଇଥାଏ ନା ଅଲ୍ ସେଟାକୁ ସେ କହୁଛନ୍ତି by one center all gathering upward aspiration। ସମଗ୍ର ସତ୍ତାର the concentrated force of body, mind and soul। ତେଣୁ concentrated force of the body, mind and soul that gives rise to a flame, ଯାହା ଗୋଟେ ଏତେ ଶକ୍ତିଶାଳୀ ହେଇଥାଏ, ସେଥିରୁ ସତେ ଯେମିତି ଗୋଟେ ଅଗ୍ନି ନିର୍ଗତ ହଉଛି, ଗୋଟେ ଫ୍ଲେମ୍ ଯେମିତି ଉପରକୁ ଉଠୁଛି, ଏମିତିକା upward aspiration of the soul, mind and life and body। ଆଉ ଗୋଟେ କଣ ନା the descent can only come by a call of the whole being। ଇଆଡୁ ଆରୋହଣ ଆଉ ଉପରୁ ଅବତରଣ, descent can only come by a call, ଆମର ସମଗ୍ର ସତ୍ତାର ଏକ ଆହ୍ୱାନ। ଏଇଟା ଯଦି ଦିଟା ଯାକ ସଂମିଶ୍ରଣ ନ ହଉଛି ତାହେଲେ ଏଇ ଯୋଗ କେବେ ସାଧିତ ହେଇପାରିବ ନାହିଁ। The descent can only come by a call, ଗୋଟେ ଆହ୍ୱାନ ଦ୍ଵାରା, of the whole being, ସମଗ୍ର ସତ୍ତାର, towards ଲାଇନଟା ପଳେଇଛି, to a call whole being towards infinite। ସେ ଅସୀମ ଆଡକୁ ଆମର ଯେଉଁ ଆହ୍ୱାନ and the eternal divine, it is the call and the aspiration are there। If by any means they can be born and grow constantly and seize all the nature, then only the supramental uplifting and transformation becomes possible। ଯଦି ଏଇଭଳି ଭାବରେ ସମଗ୍ର ସତ୍ତାର ଏମିତି କଥାଟା ଏମିତି ଗୋଟେ ୟୁନାଇଟେଡ ଫୋର୍ସ, ଅଲ୍ ଟୁଗେଦର ଅଲ୍ ଗେଦରିଂ ଫୋର୍ସ ଯେତେବେଳେ ଆମ ପ୍ରକୃତିରେ ସ୍ଥାୟୀ ଭାବରେ କନଷ୍ଟାଣ୍ଟଲି ଆମକୁ
ଜାବୁଡି ଧରିବ, ପୁରା ପ୍ରତିଷ୍ଠିତ ହେଇଯିବ, ଆମକୁ ସିଜ୍ କରିଦବ, then only supramental uplifting and transformation can become possible. ଯେଉଁ ଅତିମାନସ କଥା କହୁଛୁ, ଯେଉଁ ରୂପାନ୍ତର କଥା କହୁଛୁ, ତାହା କେବଳ ସେତିକି ବେଳକୁ ସମ୍ଭବ ହବ, ନହେଲେ ତା ପୂର୍ବରୁ କଥା ସମ୍ଭବ ନୁହେଁ। only the first condition. ତେଣୁ ଏସ୍ପିରେସନ ଏବଂ କଲ୍ ଏଇ ଦିଟା କହୁଛନ୍ତି ଫାର୍ଷ୍ଟ କଣ୍ଡିସନ, ପ୍ରଥମ ସର୍ତ୍ତ। there must be along with them and brought by their effective intensity and opening, ଏଇ ମାନଙ୍କର ସହିତ ଗୋଟେ ରହିଥିବ କଣ, along with it, ତା ସହିତ ରହିଥିବ ଗୋଟେ effective intensity of the opening, opening ର ଗୋଟେ ସେ ବି ତାର ତୀବ୍ରତା ଥିବ, of the being to the divine and the total surrender, ଏବଂ ପୂର୍ଣ୍ଣ ସମର୍ପଣ। ଏଇ ସମସ୍ତ ସଂମିଶ୍ରଣରେ ଏଇ ରୂପାନ୍ତର ଯୁଗର ତାହା ସାଧନ କଥା କୁହାଯାଉଛି, ସମ୍ଭବ ହେଇପାରିବ। ଦିସ୍ ଓପନିଂ ଇଜ ଏ ଥ୍ରୋଇଂ ୱାଇଡ୍। ଓପନିଂ କହିଲେ ଆମେ ଏହା ବୁଝିବା ନିଜକୁ ସମ୍ପୂର୍ଣ୍ଣ ଭାବେ ବ୍ୟାପ୍ତ କରିଦେବା, ପରିବ୍ୟାପ୍ତ କରିଦେବା, ଓପନ କରିଦେବା ଅଲ୍ ଦି ନେଚର, ଆମର ସମସ୍ତ ପ୍ରକୃତିକୁ, of its level and its parts to receive into itself without limit the greater divine consciousness. ଅର୍ଥାତ୍ ଆମର ସମଗ୍ର ସତ୍ତାକୁ ଆମେ ଊର୍ଦ୍ଧ୍ୱକୁ ଉତ୍ତୋଳିତ କରିଦେବା, ଓପନ କରିଦେବା, ଯାହା ଫଳରେ ଊର୍ଦ୍ଧ୍ୱରୁ ସେଇ ଦିବ୍ୟ ଚେତନା, ଯାହାକୁ ମା କହନ୍ତି ଯେ ମୁଁ ସଦାବେଳେ ଊର୍ଦ୍ଧ୍ୱକୁ ଚାହେଁ, I always look upward, peace, force, light, ଆନନ୍ଦ are stored there, ସେଠି ଗଚ୍ଛିତ ହେଇକି ଅଛି। when I look above, they come flooding down upon me. ମୁଁ ଯେତେବେଳେ ଊର୍ଦ୍ଧ୍ୱକୁ ଚାହେଁ, ସେମାନେ ପ୍ଳାବିତ ହେଇକି ମୋ ଆଡ଼କୁ ବହି ଆସନ୍ତି। ସେ କଥା ଏଠି ସେ କହୁଛନ୍ତି ଯେ without limit, ତାର କିଛି ସୀମା ନଥାଏ, without limit the greater divine grace consciousness which is already above, ଯାହା ଊର୍ଦ୍ଧ୍ୱରେ ଥାଏ, and behind and englobing this mortal half conscious existence, ଭଗବତ କରୁଣା, ଭଗବତ ଚେତନା ସମଗ୍ର ବିଶ୍ୱକୁ ଆବୃତ କରି ରଖିଛି, englobing this mortal half conscious existence, ଆମେ ଯୋଉ ଅର୍ଦ୍ଧ ସଚେତନ ଭାବରେ ଥାଇ ଆମେ ଜାଣିପାରିନି, କିନ୍ତୁ ସେ ଚେତନା ସମଗ୍ର ବିଶ୍ୱକୁ ଆବରି ରହିଛି। ତେଣୁ ସମଗ୍ର ବିଶ୍ୱ ତିଷ୍ଠି ରହିଛି, ବଢି ଚାଲିଛି। in the receiving there must be no inability to contain, ଆମ ଭିତରେ ସେଇ ଅକ୍ଷମତା ଯେମିତି ସୃଷ୍ଟି ନ ହଉ ତାକୁ ଧାରଣ କରିବା ପାଇଁ, no breaking down of anything in the system, mind or life or nerve and body under transmitting stress, ଯେମିତି ମୋର ମନ, ପ୍ରାଣ, ଶରୀରର ସମସ୍ତ ସ୍ନାୟୁ ତନ୍ତୁ ଏ ସବୁରି ଭିତରେ ସେ ଯେମିତି ତାର ଶକ୍ତିକୁ କାମ କରୁ, ଟ୍ରାନ୍ସମିଟିଂ ଫୋର୍ସ ସେ ଯେମିତି ପ୍ରବାହିତ ହଉ, there must be an endless receptivity, ଏମାନେ ସମସ୍ତେ ଯେମିତି ଅସୀମ ଭାବରେ ଏ ଶକ୍ତିକୁ, ଏ ଚେତନାକୁ ଗ୍ରହଣ କରିବା ସାମର୍ଥ୍ୟ ମାନଙ୍କର ଯେମିତି ହଉ, and always increasing capacity, ସଦାବେଳେ ଗୋଟେ increasing capacity, ବର୍ଦ୍ଧିତ ସାମର୍ଥ୍ୟ ଆମ ଭିତରେ ଜାତ ହଉ, to bear an ever stronger and more insistent action of the divine force, ତାକୁ ଧାରଣ କରିବାର ସାମର୍ଥ୍ୟ ଅଧିକରୁ ଅଧିକ ଆମର ଯେମିତି ପ୍ରାପ୍ତ ହଉ। otherwise nothing great and permanent can be done, ଯଦି ଏହା ନ ହଉଛି ତାହେଲେ ପରମାନେଣ୍ଟଲି କିଛି ଆମେ ହାସଲ କଲୁ ବୋଲି କୁହାଯାଇ ପାରିବ ନାହିଁ। ଯୋଗ will end in breakdown, ଯଦି ଏହା ସମ୍ପୂର୍ଣ୍ଣ ଭାବରେ ନ ହଉଛି ତାହେଲେ ଯୋଗ ନିଶ୍ଚିତ ଭାବରେ ଭାଙ୍ଗି ପଡିବ। an inert stoppage or a stultifying of the disastrous arrest, ସେ ସ୍ଥିର ହେଇଯିବ, ଷ୍ଟିଲ ହେଇଯିବ, ଆଗକୁ ଅଗ୍ରସର ହେଇପାରିବନି ବୋଲି ମା କହୁଛନ୍ତି। ଏଇଟା ଇଣ୍ଟିଗ୍ରାଲ ଯୁଗର ସିକ୍ରେଟ ବୋଲି ସେ କହୁଛନ୍ତି। ଯଦି
এইଭଳିଆ ନିର୍ଭରତା, এইଭଳିଆ ଆଟିଚ୍ୟୁଡ, এইଭଳିଆ ଇଣ୍ଟେନ୍ସିଟି, ତୀବ୍ରତା ଏ ଯଦି ଆମ ଭିତରେ କନଷ୍ଟାଣ୍ଟଲି ଜାଗ୍ରତ ହେଇକି ନ ରହିବ ତାହେଲେ ଏଇ ଯୁଗ ଆଶା କରିବା ବୃଥା ବୋଲି ସେ କହୁଛି। ତେଣୁ ଆଜି ତ ସମୟ ହେଲାଣି, ମୁଁ ଅଧିକ ସମୟ ନେବା ପାଇଁ ଚାହୁଁନି। ବାବୁଙ୍କୁ ଅନୁରୋଧ କରିବି ସେ ରଖିବେ ଉପସଂହାର। ଏତିକିରେ ରହୁଛି। ସମସ୍ତଙ୍କୁ ଅଶେଷ ଅଶେଷ କୃତଜ୍ଞତା, ସମସ୍ତଙ୍କୁ ଧନ୍ୟବାଦ। ବନ୍ଦେ ମାତରମ୍। ରହୁଛି। ବହୁତ ସୁନ୍ଦର ଭାବରେ ଆଲୋଚନାର ଆପଣ ବହୁତ ସହଜ ସରଳ ଭାଷାରେ ଆଲୋଚନା ରଖନ୍ତି। ଆପଣଙ୍କର ଆଲୋଚନା ସେଠାରେ ବହୁତ ମନମୁଗ୍ଧକର ଥିଲା, ବହୁତ ହୃଦୟସ୍ପର୍ଶୀ ଥିଲା। ଆପଣଙ୍କୁ ପୁଣି ଥରେ କୃତଜ୍ଞତା ଭରା ଧନ୍ୟବାଦ ଜଣାଉଛି ଭାଇ। ପ୍ରଣାମ। ବର୍ତ୍ତମାନ ଅନୁରୋଧ କରୁଛି ସୁଷମା ମହାପା ଉପସଂହାର ରଖିବେ। ପୂଜ୍ୟ ସୁଷମା ମହାପା ଜାତୀୟଡ଼ା। ଆଜି ଅନଲାଇନ ଗ୍ରୁପରେ ଯୋଗ ଦେଇଥିବା ସମସ୍ତ ଭାଇ ମାନଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା, ଶ୍ରଦ୍ଧା, ଅଭିନନ୍ଦନ ଜଣାଉଛି। ଏ ହେଉଛି ଏକ ଚେତନା ଉନ୍ମୋଚନର ପର୍ବ। ତେଣୁ ଏଇ ଭାଇ ପ୍ରଥମ ଆରମ୍ଭ କଲେ ଯେ ଜୁନ 21 ତାରିଖ ବିଶ୍ୱ ଯୋଗ ଦିବସ ଆମ ସମସ୍ତଙ୍କ ପାଇଁ ଗଭୀର ଆନନ୍ଦର କଥା। ଏହା ପୂର୍ଣ୍ଣ ଯୋଗର ପ୍ରୟାସ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯୋଗ ଆମର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୁହେଁ, ମଣିଷ ସମାଜ ପାଇଁ ରୂପାନ୍ତରର ଯୋଗ। ଏଇ ଯୋଗ ଆମକୁ ପୂର୍ଣ୍ଣତା ଆଡକୁ ନେଇଯିବ। ଏହା ମନ ପ୍ରାଣ ଶରୀର ରୂପାନ୍ତର ସାଧନ କରିବ। ମନ ପ୍ରାଣ ଶରୀରରେ ଭଗବତ ପ୍ରାପ୍ତି ମା ବହିର ପ୍ରଥମ ଅଧ୍ୟାୟରେ ପ୍ରଥମ ଧାଡ଼ିରେ ଶ୍ରୀ ଅରବିନ୍ଦ ସ୍ପଷ୍ଟ ଭାବରେ ଜଣାଇଛନ୍ତି। ପ୍ରକାଶର ସର୍ବୋଚ୍ଚ ଧାରାରେ ଆଜି ମଣିଷ ପହଞ୍ଚିଛି। ଯେହେତୁ ତୁ ଚାହୁଁଛୁ, ଆମକୁ ମନ ପ୍ରାଣ ଶରୀର ଦେଇଛୁ, ଏହାରି ଭିତରେ ଆମକୁ ରୂପାନ୍ତର ହେବାକୁ ହବ। ମା ଆମକୁ ଦାବି କଲା ଭଳି କହୁଛନ୍ତି, ରୂପାନ୍ତର କାର୍ଯ୍ୟ ତତେ ପୂର୍ଣ୍ଣ କରିବାକୁ ହେବ। ଯେଉଁ ପଥ ଦେଇ ତୁ ଚାଲିବାକୁ ହେବ, ସେ ପଥ ଶେଷ ପର୍ଯ୍ୟନ୍ତ ଚାଲିବାକୁ ହେବ। ତୁ ଶକ୍ତି ଦେ। ଜୁନ 21 ତାରିଖ ଯୋଗ ଦିବସ କାହିଁକି ଆମର ପ୍ରଧାନମନ୍ତ୍ରୀ ଚାହିଁଲେ? ଏହା ବିଶ୍ୱ ଆଲୋକ ଆଡକୁ ନେଇ ଚାଲିଛି। ଯୋଗର ପ୍ରଥମ ପଥ ହଉଛି ଆଲୋକର ପଥ। ସବୁଠାରୁ ବଡ ଦିନ ଏହା, ପୃଥିବୀ ବଡ ଦିନ। ତେଣୁ ଏହା ବୋଧେ ସେ ସ୍ଥିର କରିଛନ୍ତି। ଆମେ ଜାଣିବା ଭଳି କିଛି ସ୍ଥିରତା ନାହିଁ, ତଥାପି ଆମ ଚିନ୍ତା ଦ୍ୱାରା ଆମେ ପହଞ୍ଚି ପାରିବୁନି ସତ, କିନ୍ତୁ ଆମର ମନ ଦ୍ୱାରା ମଧ୍ୟ ଗଭୀର ନିରବତାର ସହ ତୋ ଆଡକୁ ଆଗେଇ ଯାଇପାରିବା। ଆଲୋକରୁ ଅଧିକ ଆଲୋକ ଆଡକୁ ଆମେ ଯାଇପାରିବା। ପିସ୍ ଆଣ୍ଡ ସାଇଲେନ୍ସ ମଧ୍ୟରେ ଏହା କେବଳ ସମ୍ଭବ ହୋଇପାରେ। ନିରବତା ଭିତରେ ସତ୍ୟର ପ୍ରକାଶ ହୁଏ। କରୁଣା ବସରେ ତୁ ଆମକୁ ଦେହ ମନ ପ୍ରାଣ ଦେଇଛୁ। ଏଇ ଯୋଗ ପ୍ରକୃତରେ ଭଗବାନଙ୍କର ଯୋଗ। ଏ ଯୋଗ ପାଇଁ ସେ ଆମକୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ସେ ଯଥାର୍ଥ ପ୍ରେମ ଜନ୍ମ ଲାଭ କରୁ, ଯାହା ସକଳ ଦୁଃଖକୁ ପୋଛି ଦିଏ। ଆମର କୃତଜ୍ଞତାର ସହିତ ବିନମ୍ର ଭାବରେ ପ୍ରାର୍ଥନା କରୁଛୁ, ଏହି ଅଚଳ ଶାନ୍ତି ପ୍ରତିଷ୍ଠା କର। ଏ ଶରୀର ପ୍ରାଣ ମନ ଭିତରେ ତୁ ଜୀବନ୍ତ ଭାବରେ ପ୍ରତିଭାତ ହେଇଛୁ। ଆମର ସମଗ୍ର ସତ୍ତା ତୋ ଦିଗରେ ସ୍ପନ୍ଦିତ ହେଉଛି। ବର୍ତ୍ତମାନ ସାଧନା ବିଷୟରେ ଆମେ ପଢିବା। ଧ୍ୟାନ ପ୍ରାର୍ଥନା ପରେ ଭାଇ ସାଧନା ବିଷୟରେ କହିଲେ ରୂପାନ୍ତର ହଉଛି। ତେଣୁ ବର୍ତ୍ତମାନ ସାଧନା ବିଷୟରେ ଆମେ ପଢିବା। ରୂପାନ୍ତରର ଚାବିକାଠି ପ୍ରକୃତରେ ପୂର୍ଣ୍ଣ ସାଧନା, ଯାହା ସ୍ୱୟଂସମ୍ପୂର୍ଣ୍ଣ ସବୁ ଯୋଗ ପାଇଁ ଏହାର ମେଡିସିନ ଯୋଗାଇଥାଏ। ଏହା ନିର୍ଭରତା ବିଷୟରେ ଆମେ ଅନେକ କଥା କୁହାଯାଇଛି। ଆମର ଡିଫିକଲ୍ଟି ଯେତେ ବେଦନାଦାୟକ ହେଇପାରେ ନା କାହିଁକି, ଆମର ଯଥାର୍ଥ ନିର୍ଭରତା, ଆମର ଉଚ୍ଚ ଅଭିଳାଷ ରହିଛି ଈଶ୍ୱରଙ୍କ ଭଗବାନଙ୍କ ପ୍ରତି ଆମର ଯଥାର୍ଥ ମନୋଭାବ ରହିଛି। ସେଇ ଅବସ୍ଥାକୁ ଆମେ ଅତିକ୍ରମ କରିବା ପାଇଁ ଭଗବାନ କରୁଣା ଏକାନ୍ତ କାମ୍ୟ। ଭଗବାନଙ୍କ କରୁଣା ସକଳ ଯନ୍ତ୍ରଣାଦାୟକ ପରିସ୍ଥିତିରେ ବି ଆମ ଉପରେ ଢାଳି ଦେଉଛନ୍ତି। ଯେତେବେଳେ ଡିଫିକଲ୍ଟି ଆସେ, ଆମର ଅଗ୍ରଗତିର ସହାୟକ ହୋଇଥାଏ। ସେଥିରେ ବିବ୍ରତ ନ ହୋଇ ଯଥାର୍ଥ ଶାନ୍ତ ହୋଇ ତାଙ୍କ ଆଡକୁ ଆଗେଇ ଯିବା। ଏକ ଶକ୍ତିଶାଳୀ ମନୋଭାବ ଦରକାର। ଭଗବାନଙ୍କ ଉପରେ ପୂର୍ଣ୍ଣ ନିର୍ଭରତା ଦରକାର। ଡିଭାଇନ ଗ୍ରେସ୍ ଇଜ always with us। ଏହା ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା। ପିଲାର ଯେପରି ମା ଉପରେ ଭରସା ଥାଏ, ସେହିପରି ଏହା ପୂର୍ଣ୍ଣ ଭରସା ଦରକାର। ମା ନିଶ୍ଚିତ ଭାବରେ ଆମ ଉପରେ ପୂର୍ଣ୍ଣ ଭରସା ଢାଳି ଦେବେ। ଏଇ ଭରସାରେ ଆମେ ରହିବା ଦରକାର। ଆମର ତାଙ୍କର ସାହାଯ୍ୟ ପାଇଁ ହାତ ବଢେଇବା, ଏଥିରେ କୌଣସି ସନ୍ଦେହ ନାହିଁ। ଏଥିରେ ସାମାନ୍ୟତମ ନୈରାଶ୍ୟ ନାହିଁ। ଏହା
ଆମର ଅଗ୍ନି ଉପରେ ନିର୍ଭର କରେ। କିଛି ଲୋକ ନିରବଚ୍ଛିନ୍ନ ଭାବରେ ପ୍ରତୀକ୍ଷା କରିଥାନ୍ତି, ଏହା ସ୍ୱତଃସ୍ଫୂର୍ତ୍ତ ଭାବରେ ଆସିଥାଏ, ସେଇ ସ୍ପଣ୍ଟାନିୟସ୍ ହୋଇଥାଏ, ଏହା ରେଜଲ୍ଟ ବି ମାର୍ଭେଲସ୍ ହୁଏ। ଏଇ ପ୍ରକାର ପୂର୍ଣ୍ଣ ଭରସା ରହିବା ଦରକାର। ମା କିପରି ଭାବରେ ତୁମର ନିକଟବର୍ତ୍ତୀ ହେବେ, ତେଣୁ ମାନସିକ ଗଠନରେ ଯାହା ସଂକୀର୍ଣ୍ଣତା ରହିଛି ସେସବୁ ଶୂନ୍ୟ କରିବାକୁ ପଡିବ। ପୂର୍ଣ୍ଣ ବିଶ୍ୱାସ ସହିତ ଅତୀତରେ ଯାହା ହତାଶ ନୈରାଶ୍ୟ ଥିଲା ତାକୁ ପରିତ୍ୟାଗ କରିବାକୁ ହବ। ସକଳ ପ୍ରକାର କୌଣସି ବନ୍ଧନ ନଥିବ, ଅତୀତକୁ ଭୁଲିଯାଅ, କଣ ହେବାକୁ ଚାହ ତାହାରି ଉପରେ ଭରସା ରଖ। ତୁମର ଅତୀତକୁ ଅତୀତରେ ରଖିଦିଅ, ଭବିଷ୍ୟତକୁ ଅନାଅ। ତୁମର ଧର୍ମ, ତୁମର ଫ୍ୟାମିଲି ସେସବୁ ପ୍ରତ୍ୟାଖ୍ୟାନ କର। ଯେତେବେଳେ ସବୁ କିଛି ଖରାପରୁ ଖରାପ ଆଡକୁ ଚାଲିଯାଏ ସେତେବେଳେ ପୂର୍ଣ୍ଣ ଭାବରେ ତାଙ୍କ ପାଖରେ ସମର୍ପିତ ହେବାକୁ ପଡିବ। ଆମ ରୂପାନ୍ତର କାର୍ଯ୍ୟରେ ଦୁଇଟି କଥା, ଗୋଟେ ଆସେଣ୍ଟ ଆଉ ଗୋଟେ ଡିସେଣ୍ଟ, ଅବତରଣ ଆଉ ଆରୋହଣ। ଆମ ଭିତରେ ଗୋଟେ ଭାଇବ୍ରେସନ ସୃଷ୍ଟି କରିବ, ଗୋଟେ ବିକିରଣ ହଉଥିବ, ଉଦ୍ଭାସନ ହଉଥିବ, ସେତେବେଳେ ଆମ ସମଗ୍ର ସତ୍ତାରେ ଆତ୍ମଭାର ଅଗ୍ନି ଉଦ୍ଗୀରଣ ହୁଏ। ସମସ୍ତ କାମନାକୁ ପ୍ରତ୍ୟାଖ୍ୟାନ କରୁ, ସେତେବେଳେ ଗୋଟିଏ ଗୋଟିଏ ଫ୍ଲେମ ଦ୍ଵାରା ଏଇ କାର୍ଯ୍ୟ ତୀବ୍ରତର ହୁଏ। ସେଇ ଅସୀମ ଆଡକୁ ଆମର ଆସ୍ପିରେସନ ଚାଲିବ, ତେବେ ଆମ ସମଗ୍ର ସତ୍ତାରେ ସ୍ଥାୟୀ ଭାବରେ ଆମେ ତାକୁ ଜାବୁଡି ଧରିବ। ସେତେବେଳେ ସୁପ୍ରମେଣ୍ଟାଲ ଅବତରଣ ଘଟିବ। ଏ ଫାଷ୍ଟ କଣ୍ଡିସନ ଓପନିଂ ର ଏକ ପୂର୍ଣ୍ଣ ଉଦ୍ଭାସନ ଦେଖାଦେବ। ନିଜକୁ ସମ୍ପୂର୍ଣ୍ଣ ଭାବରେ ଆମେ ଉତ୍ସର୍ଗୀକୃତ କରିଦବା, ଆମର ସମଗ୍ର ସତ୍ତାକୁ ଉତ୍ତୋଳିତ କରିଦେବା। ଯେତେବେଳେ ଊର୍ଦ୍ଧ୍ୱରୁ ସେଇ ଆନନ୍ଦ, ସେଇ ଆଲୋକ, ସେଇ ଊର୍ଦ୍ଧ୍ୱକୁ ଉଠିବାକୁ ହବ, ଅବତରଣ କରିବ, ସେତେବେଳେ ଭଗବାନ କରୁଣା, ଭଗବତ ଚେତନା, ଆନନ୍ଦ, ଆଲୋକ ଆମ ଭିତରେ ପ୍ରବେଶ କରିବ, ସମଗ୍ର ବିଶ୍ୱକୁ ଆଲୋକିତ କରିବ। ତେଣୁ ବିଶ୍ୱ କେବଳ ଏଇ ଆଲୋକ ଆନନ୍ଦ ପାଇଁ ଆଜି ବିଶ୍ୱ କେବଳ ତିଷ୍ଠ ରହିଛି। ଆମ ମନ ପ୍ରାଣ ଶରୀର, ଆମର ସ୍ନାୟୁ ପର୍ଯ୍ୟନ୍ତ ସବୁଠି ଭିତରେ ସେଇ ଦିବ୍ୟ ଆନନ୍ଦ ପ୍ରବାହିତ ହେଉଛି। ସଦାବେଳେ ଗୋଟିଏ ବର୍ଦ୍ଧିତ ସାମର୍ଥ୍ୟ ଆମ ଭିତରେ ଅଧିକରୁ ଅଧିକ କ୍ରିୟାଶୀଳ ହେଉଛି। ଏହା ଯଦି ସମ୍ପୂର୍ଣ୍ଣ ନ ହୋଇଛି ଆମର ଇନର ଡେଭଲପମେଣ୍ଟ, ଇନର ପ୍ରୋଗ୍ରେସ କେବେ ବି ସମ୍ଭବ ହେଇପାରିବନି। ତେଣୁ ଆଜିର ଏଇ ବ୍ୟସ୍ତବହୁଳ ପୃଥିବୀରେ ସମଗ୍ର ମାନବ ସମାଜକୁ ଆହ୍ୱାନ ଦେଇ ମା କହୁଛନ୍ତି ଯେ ସମୟ ଆସିଛି, ଯେ ଟାଇମ ହାଜ କମ୍ ଫର ଦି ରୁଲ୍ ଅଫ ଫଲସୁଡ ଟୁ ଏଣ୍ଡ, ଦି ଟ୍ରୁଥ ଆଲୋନ୍ ଇଜ ସଲଭେସନ। ତେଣୁ ସମସ୍ତ ମିଥ୍ୟା ରାଜତ୍ୱ ଶେଷ ହେବାର ସମୟ ଆସିଛି। ଏକମାତ୍ର ସତ୍ୟରେ ରହିଛି ପରିତ୍ରାଣରେ। ଭାଇ ଭଉଣୀ ମାନେ, ଆମେ ପ୍ରକୃତରେ ଯଦି ଦିବ୍ୟ ଜୀବନ ଚାହୁଁ, ଦିବ୍ୟ ଜୀବନ ପାଇଁ ପ୍ରୟାସୀ, ଭାଗବତ ଚେତନା ନିଜକୁ ବଞ୍ଚିବାକୁ ଚାହୁଁ, ଭାଗବତ ଅଭିମୁଖୀ ହେବାକୁ ଚାହୁଁ ଏବଂ ଜୀବନର ଯଥାର୍ଥ ଆନନ୍ଦକୁ ଅନୁଭବ କରିବାକୁ ଚାହୁଁ, ତେଣୁ ସବୁ ପ୍ରକାର ଅଜ୍ଞାନତାକୁ ଭିତରୁ ଆମକୁ ଅଲଗା ହେବାକୁ ପଡିବ। ଆମର ଯେତେ ଯେତେ ଇନର ଡେଭଲପମେଣ୍ଟ ହଉଥିବ, ସେଇ ଦିବ୍ୟ ଆଲୋକ ସେତେ ସେତେ ଆମ ପଥ ପରିଷ୍କାର କରୁଥିବ। সকল ପ୍ରକାର ବନ୍ଧନରୁ ମୁକ୍ତ ହେଇ ଆମେ ସେ ଦିବ୍ୟ ଭାବନାରେ, ଦିବ୍ୟ ଚେତନାରେ ବାସ କରିବା। ଆମ ଜୀବନର ଯଥାର୍ଥ ମୂଲ୍ୟବୋଧ ରହିବ। ଏତିକି ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ। ଧନ୍ୟବାଦ ଅପା, ଆନ୍ତରିକ ଧନ୍ୟବାଦ ଆପଣଙ୍କୁ। ବହୁତ ସୁନ୍ଦର ଭାବରେ ଉପସଂହାର ରଖିଲେ ଆପଣ। ଭାଇଙ୍କର ଆଲୋଚନା ଉପରେ ସୁନ୍ଦର ଭାବରେ ବିଶ୍ଳେଷଣ ରଖିଲେ। ଆପଣଙ୍କୁ କୃତଜ୍ଞତା ଭରା ଧନ୍ୟବାଦ ଜଣାଉଛି ଅପା, ପ୍ରଣାମ। ବର୍ତ୍ତମାନ ଅନୁରୋଧ କରୁଛି ମିଲନ ବାଲା ବେହେରା ଅପା, ମିଲନ ବାଲା ବେହେରା ଅପାଙ୍କୁ ଅନୁରୋଧ କରୁଛି ମାତୃ ସଙ୍ଗୀତଟିଏ ବୋଲିବେ। ଆମର ପ୍ରିୟ ମିଲନ ଅପା, ରାଜପୁର। ଅପା ଆପଣ ପ୍ଲିଜ ଚେଞ୍ଜ କରନ୍ତୁ, ନେଟୱାର୍କ ବହୁତ ପ୍ରୋବ୍ଲେମ ହଉଛି। ଗୋଟେ ଯୋଉଠି ଭଲ ନେଟୱାର୍କ ଆସୁଥିବ ସେମିତି ଜାଗାରେ ଯାଆନ୍ତୁ। ଭଏସ କଟୁଛି, ମାନେ ଶୁଣା ଯିବନି। ଏଠୁ ଭଏସ ଗୋଟେ ଭଲ ନେଟୱାର୍କ ଆସୁଥିବ ଯୋଉଠି, ସେମିତି ଜାଗାରେ ଯାଇକି ବୋଲିବେ। ଆଚ୍ଛା, ହଁ ମିନିଟରେ ହ୍ୟାଲୋ ଅପା, ଶୁଭୁଛି? ଏବେ ଶୁଭିଲା ଅପା, ଶୁଭିଲା। ହଁ ବୋଲ। ଆଚ୍ଛା। ଓ ଆନନ୍ଦମୟୀ
चैतन्यमयी सत्यमयी परमे ओम नमो भगवते श्री अरविंदाय। आज जो विषय सब आलोचना भाई सुषमा अपा समस्त आलोचना बहुत मन मुग्धकर थिला। मो ठारे माँ श्री अरविंद पाद पद्म अशेष अशेष प्रणति जन ऑनलाइन जोड़ी सब अपा भाई मान धन्यवाद जन प्रार्थना टी बोल एमिति चाली बाट तुम्हें मादिय साहस केमिति सही कष्ट दियो धैर्य आशीष केमिति चाली बाट दियो दियो तुम्हें दियो साहस केमिति सही कष्ट दियो धैर्य आशीष तुम्हारी करुणा ही जीवन हसी बिताईबी खाली तुम दया है माँ खाली तुम दया है जीवन हसी बिताईबी खाली तुम दया है थाकी बिनी केबे हारी बिनी केबे मामु तुम संतान दुख करिबिनी ओळी करिबिनी सदा संतोष मन थकी बिनी केबे हारी बिनी केबे मामु तुम संतान दुख करिबिनी ओळी करिबिनी सदा संतोष मन आसिले आसो बतास की झड़ आसिले आसो बतास की झड़ डरिबिनी मु काहाकू खाली तुम दया हे माँ खाली तुम दया हे माँ खाली तुम दया हे तुमको अंतरे साइती रखिछि मनर पलंक परे उणा नहीं किछि सबु किछि अछि तुमे थिले मो पाखरे तुमको अंतरे साइती रखिछि मनर पलंक परे उणा नहीं किछि सबु किछि अछि तुमे थिले मो पाखरे हताश हेबी काहींकि मागो हताश हेबी काहींकि मागो जहाँ मोर तुम सबु खाली तुम दया हे माँ खाली तुम दया हे केमिति चाली बाट तुम्हें मादिय साहस केमिति सही कष्ट दियो धैर्य आशीष तुम्हारी करुणा हे तुम्हारी करुणा हे এই জীবন हसी बिताईबी
ଖାଲି ତୁମ ଦୟା ହେଉ ମା, ଖାଲି ତୁମ ଦୟା ହେଉ ମା, ଖାଲି ତୁମ ଦୟା ହେଉ। ବନ୍ଦେ ମାତରମ୍। ଧନ୍ୟବାଦ ଅପା। ଖାଲି ତୁମ ଦୟା ହେଉ ସୁନ୍ଦର ଭାବରେ ପ୍ରାର୍ଥନା ବୋଲି ଆପଣଙ୍କୁ ଆନ୍ତରିକ କୃତଜ୍ଞତା ପୁରା ଧନ୍ୟବାଦ ଜଣାଉଛି। ପ୍ରଣାମ। ସମସ୍ତ କାର୍ଯ୍ୟକ୍ରମ ମୁଁ ମାଙ୍କର ପାଦ ପଦ୍ମରେ ନିବେଦନ କରି ଆଜିର ଅଧ୍ୟାୟକୁ ଆମେ ଏଇଠି ରଖିବା। ମାଙ୍କ କୃପା ଆପଣ ମାନଙ୍କ ସମସ୍ତଙ୍କ ଉପରେ ବର୍ଷିତ ହେଉ, ସଦା ବର୍ଷିତ ହେଉ। ଏହି ପ୍ରାର୍ଥନା। ବନ୍ଦେ ମାତରମ୍। ଧନ୍ୟବାଦ। ପୁଣି ଥରେ ସମସ୍ତଙ୍କୁ ପ୍ରଣାମ।